ଆଉ ଜନ୍ ପଲ୍ ସର୍ତରେ ଟିକେ ଟିକେ ଥିଲା। ଆଜ୍ଞା ସାର୍। ହୁଁ ଜନ୍ ପଲ୍ ଇଂଲିଶ ସାର୍ଥରେ ଜନ୍ ପଲ୍ ଆଜ୍ଞା ସାର୍ଥରେ ତ ଏଇ ଯୋଉ ଇଂଲିଶର ଯୋଉ ଫିଲୋସଫି ଗୁଡା ଟିକେ ପାର୍ଟ ଥାଏ ସାର୍ ଇଂଲିଶ ଲିଟରେଚରରେ ବି ଥିଲା। ହଁ ନିଶ୍ଚୟ ହଁ। ତ ସାର୍ ସେଇଟା ଇଣ୍ଟରେଷ୍ଟିଂ ଲାଗିଥିଲା। ତାପରେ ସାର୍ ଆମର ଯେହେତୁ ମୋର ବି ଏଡ୍ ଏଜୁକେସନ ହୁଁ ପତଞ୍ଜଳି ଯୋଗ ଚିତ୍ର ଫିଲୋସଫି ଟା ଭଲ ଲାଗିଥିଲା ସାର୍। ତାପରେ ସେ ଫିଲୋସଫିରେ ନ୍ୟାୟ କଣ ବୈଶେଷିକ କଣ ମୀମାଂସା ହୁଁ ଅଦ୍ବୈତ ଆଉ ସାର୍ ସେଟା ମାନେ କେମିତି କମେ ଆଉ ମାନେ କେମିତି କଲେ ମାନେ ଅ କଣ୍ଡକ୍ଟ କରିହବ ତ ସେଇ ସମୟରେ ବେଳେ ବେଳେ ଡିପ୍ରେସନ ଗଲେ ହିଁ ସେଇ ଫିଲୋସଫି କିଛି ଗୋଟେ ଲାଗେ ହଁ ଏଇ ୱେରେ ନଗଲେ ଏଇ ୱେରେ କାଳେ ଯାଇ ଗଲେ ଆ ଏ ମାନେ କାଳେ କିଛି ହଁ ବେଟର ରିଆକ୍ଟ କରିବି। ତ ସାର୍ ସେଟା ହୁଁ ଆଟ୍ରାକ୍ସନ ଥିଲା ତ ମୁଁ 2 ଇୟର୍ସ ହେଲା କଣ ମାନେ କ୍ଲାସ ରୁମ୍ ସେସନ କରିନି ସାର୍ ଆଉ ଇଗନୋର ପଢିଲା ସାର୍ ବହୁତ ଏକ୍ସଟ୍ରିମଲି ଡିଫିକଲ୍ଟ ଲାଗୁଛି ସାର୍। ତମେ କେତେ ଗୋଟେ କଥା ଆଉ କହିଲ ସାର୍ ମତେ କିନ୍ତୁ ଭାରି ଭଲ ଲାଗୁଛି। ତମେ ଦର୍ଶନର ସାରା ଜଗତ ଭ୍ରମଣ କରିସାରିଲଣି ଅନ୍ତତଃ ଯୋଜନାରେ କରିସାରିଲଣି ଯୋଜନା ଟା ସେଇ ଅନୁସାରେ ରଖିଛ। ଭାରି ଭଲ ଲାଗିଲା ଏବଂ ବିଜେପିରୁ ତ କରିଛ ମାନେ ଗ୍ରାଜୁଏସନ ସିଏ ବି ଆହୁରି ଭଲ ଲାଗିଲା। ତମ ଘର ଏଇ ପାଖରେ କୋଉଠି? ସାର୍ ମୁଁ ଏ ଚକି ଶ୍ରେଣୀରେ ରହୁଛି। ଆଉ ଚକେଇଶେଣି ହଁ। ଘର ମୁଁ କୋଉଠି? ସାର୍ ଏବେ ମୂଳ ଘର ମୂଳ ବାସିନ୍ଦା? ଘର ମୂଳ ବାସିନ୍ଦା ସାର୍ ବାବା ଆଗରପଡା ହୁଁ ହୁଁ ଭଦ୍ରକ ଆଉ ଭଦ୍ରକ ହଁ ବାଲେଶ୍ଵର ସାର୍ ବାଲେଶ୍ଵର ଭଦ୍ରକ ବର୍ଡରରେ ଆଉ ବୁଝିଲି। ସାର୍ ବାପା ଏଜି ରେ ଅଛନ୍ତି ତ ସେ ଭୁବନେଶ୍ୱରରେ ସେଟେଲ ଅଛନ୍ତି। ତାମାନେ ତମେ ଘର କରିଛ ଏଠି ବାପା ଘର କରିଛନ୍ତି ଆଉ କଣ? ହଁ ଚକିଶେଣ୍ଡି ସାର୍ ଆଜ୍ଞା ସାର୍। ଚକିଶେଣ୍ଡି ଆମର ଜଣେ ଫିଲୋସଫିରେ ଅଛନ୍ତି ରିଟାୟାର ନିରଞ୍ଜନ ପାଢୀ ଜାଣିଥିବ? ସାର୍ କ୍ଷମା କରିବେ ସାର୍ ଜାଣିନି। ଜାଣିନ ସେଇ ପଚାର ଚକିଶେଣ୍ଡି ଘର ଭିତରେ ଅଛନ୍ତି ଆଉ ଆଜ୍ଞା ସେ ସାର୍ ଏକାମ୍ରରେ ଥିଲେ ରିଟାୟାର କରିଛନ୍ତି ସେ ଅଛନ୍ତି ସେଠି ଲେଖା ଲେଖି କରନ୍ତି। ଆଜ୍ଞା ଖବର କାଗଜରେ କଲମିଷ୍ଟ ସିଏ। ଆଜ୍ଞା ସାର୍। ଆଚ୍ଛା ହେଲା ଯେ ଯୋଉ ଆଦର୍ଶ ବିଦ୍ୟାଳୟରେ କାମ କରୁଥିଲ ବୋଲି କହିଲ ସେ କଣ ଛାଡି ଦେଇଛ ନା କଣ? ସାର୍ ଆଦର୍ଶ ବିଦ୍ୟାଳୟରେ ଏଇ ଜଷ୍ଟ ଏ ବର୍ଷ ହିଁ ଆପଣଙ୍କର ଓଡିଶା ଏଜୁକେସନ ସର୍ଭିସ ସେଇଟା ହୁଁ ପାଇକି ଏଚ ଏମ ହିସାବରେ ଜଏନ କରିଛି ଭଦ୍ରକ କୋଉଠି କୋଉଠି ପି ଏସ୍ ଏସ୍ ଚନ୍ଦ୍ର କାଟ ବିନ୍ଧା ତିହିଡିରେ ହଁ ଆଉ ସାର୍ ମତେ ଟିକେ ଗୋଟେ 2 months ବିଇଡି କଲେଜରେ ଜଏନ୍ ହେଲା କରିଛ ଟାଇଫଏଡ ନାଇଁ ନାଇଁ ସାର୍ ହେଡମାଷ୍ଟର ହିସାବରେ। ନା ପରିଷ୍କାର ହଉନି କଥାଟା। ସାର୍ ଆପଣଙ୍କର ଯୋଉ ଓ ଇ ଏସ୍ ଓଡିଶା ଏଜୁକେସନ ସର୍ଭିସ ହଁ। ଓଡିଶା ଏଜୁକେସନ ସର୍ଭିସ ରେ ଏବେ ରିକ୍ରୁଟମେଣ୍ଟ ହେଇଥିଲା ତ ହଁ ମାନେ ରେଜଲ୍ଟ ବାହାରିଛି ଏଇ ବର୍ଷ ହିଁ ହଁ ହଁ ଜୁଲାଇ ମାସରେ ସେ ତ ହଁ ତାକୁ ତ ସେଇଠୁ ମୁଁ ଆପଏଣ୍ଟମେଣ୍ଟ ପାଇଲି ଏଚ ଏମ୍ ହିସାବରେ। ହେଡମାଷ୍ଟର ହିସାବରେ? ୟସ୍ ସାର୍। ଆଚ୍ଛା ଜଏନ କରିସାରିଛ ତ? ଆଜ୍ଞା ସାର୍। ଆଚ୍ଛା ତାହେଲେ ଗୋଟେ ସ୍କୁଲ ସମ୍ଭାଳୁଛ ବର୍ତ୍ତମାନ ଆଉ। ସିଆଡେ ସ୍କୁଲ ସମ୍ଭାଳୁଛ ଇଆଡେ ପୁଣି ଇଂଲିଶ ଏମ ଟା କିଛି କାମରେ ଲାଗିଲାନି? ସାର୍ ଇଂଲିଶ ଏମ ଏ ଟା ନେଟରେ ନେଟ୍ ପାଇଛି। ତାପରେ ସାର୍ ଏସ୍ ଏସ୍ ବି ହେଇଥିଲା ଇଣ୍ଟରଭ୍ୟୁ ଫାଇନାଲ କୁ ଏଥରକ ପିଜି ଟି ଇଂଲିଶ ହେଇଯାଇଥିଲା ଆଉ ହୁଁ ସାର୍ ତାକୁ ସାର୍ ତାପରେ କମ୍ପିଟେଟିଭ ୱାର୍ଲଡରେ ସାର୍ ଗୋଟିଏ କଣ୍ଟିନ୍ୟୁସଲି ପଢିବାକୁ ପଡିବ ଆଉ ମୁଁ ସାର୍ ଏମିତି ଜବ୍ କଲା ଭଳିଆ ହେଇଯାଇଥିଲା ସବଜେକ୍ଟ ପରା ଆପଣଙ୍କର ହେଇଯାଇଥିଲା ପରେ ଜଏନ କଲେଣି କଣ ଅଲଗା ହଁ ହେଲା? ସାର୍ ସାର୍ ପିଜିଟି ଟା ଯେହେତୁ ଆକ୍ଚୁଆଲି ମାନେ ଆକ୍ଚୁଆଲି ସାର୍ ଆମର ହାଇସ୍କୁଲ ମାନଙ୍କର ଆଉ ଆଗ ଭଳିଆ ଆପଣ ବି ହୁଁ ସାର୍ ହାଇସ୍କୁଲରୁ ପଢିଥିବେ ଆଉ କିନ୍ତୁ ନ ପଢିଲେ ସେ କେମିତି ହବ ମୁଁ ପଢିଛି। ଆଜ୍ଞା କିନ୍ତୁ ସେ ପୂର୍ବ ଗରିମା ସାର୍ ଆଉ ନାହିଁ ଆଉ ସେଇଟା ଖାଲି ଏବେ ନୋଡାଲ ପଏଣ୍ଟ ହେଇଗଲାଣି ଭାତ ଡାଲି ପାଇଁ। ମାନେ ନା ଡ୍ରେସ୍ ନା ଆଉ ଇଏ ବୁଝିଲି ଯେ ବର୍ତ୍ତମାନ କୋଉଠି ଗରିମାଟା ଅଛି କହିଲ ଶିକ୍ଷାର କୋଉ ସ୍ତରରେ ଗରିମାଟା ଅଛି ମତେ ଟିକେ କହିଲ? ସେ ଟିକେ ଆଦର୍ଶରେ ଅଛି। ତମେ ଯୋଉ ରକମ କରିବା ଖୋଜୁଛ ମୁଁ ଯୋଉ ରକମ କରିବା ଖୋଜୁଛି କୋଉଠି ଅଛି କହୁଛ କୋଉଠି ଟିକେ ଅଛି? ଟିକେ ସାର୍ ଆଦର୍ଶରେ ଅଛି। ହୁଁ। କାହିଁକି ନା ସାର୍ ସାର୍ ଯୋଉଠି ଗୋଟେ ଜାଗାରେ ଆମେ ସେଇଠି ଗୋଟେ ନୂଆ ଏନର୍ଜି ଅଛି ମାନେ ଠିକ ଠାକ
टाइमिंग दौरान एटलिस्ट गोटे पाठ पढ़ा कौन अच्छी ये सर माने माने किसी नहीं सिस्टम तार भी ଯତ୍ନ ନିଆଯାଉଛି ସେଠି ଇମ୍ପ୍ରୁଭ କଲାନି ବୋଲି ଲୋକମାନେ କହୁଛନ୍ତି କେବଳ ଯୋଉମାନେ କରିଛନ୍ତି ସେମାନେ ଆଡଭର୍ଟାଇଜ କରୁନାହାନ୍ତି ଲୋକମାନେ କହୁଛନ୍ତି କି ଇମ୍ପ୍ରୁଭ କରିଛି ବୋଲି ତେବେ ଦେଖାଯାଉ सर लोक मैंने कहूना ଆଉ କୁହାଉଛନ୍ତି माने आपण ତାଙ୍କ कहउछन କୁହାଉଛନ୍ତି कि नेगेटिव फीडबैक आछुए ନା ଆମେ ତ ଯାହା ଜାଣିଛୁ ପଜିଟିଭ ଫିଡବ୍ୟାକ ତମ କ୍ଷେତ୍ର ଉପରେ ଜାଣୁଥିବ ଆମକୁ ଯାହା ଜଣା ଦିଆଯାଉଛି नहीं ସେଟା ତ सर ପଜିଟିଭ आदर्श विद्यालय रे सर आपणकर जेकोसी गोटे रूरल एरिया सीबीएसई स्कूल आपणकर 1000 रुपीस कि 1500 रुपीस इरेस्पेक्टिव ऑफ डिस्ट्रिक्ट टेन्थ ହଁ फी स्ट्रक्चर तो आम 200 रुपीस रे सीबीएसई रे जो गोटे इंग्लिश करिकुलम दिया होची सेमती सर आम माने जो एक्सपोजर टा मिलूची टिके एज रहिबो सर सेमती तापर सर आ गोटे कथा कहबी ओडिया मीडियम इंग्लिश मीडियम सहित किछि पार्थक्य नहीं पाठ ନା माने जो टीचर पढ़ेइबा आ भाषा जे हे पाले से जे कोन से जगह से ଭେରି फुटिबो କରେକ୍ଟ ଭେରି କରେକ୍ଟ किंतु सर से स्कूल मानकरे आउ से माने मॉनिटरिंग टा नहीं स्क्रूटिनाइजेशन नहीं ନା କଥା ହଉଛି ଫଳକୁ ନେଇକି ବୃକ୍ଷ ପୁଣି ବୃକ୍ଷକୁ ନେଇକି ଫଳ ଏଇଭଳି ଚାଲିଛି ତ ସକ୍ସେସନ କ୍ରମରେ ଯୋଉ ଆଜ୍ଞା ଲୋକଙ୍କର ସାର୍ ଯୋଉ ଲୋକଙ୍କର ଫଳ ଫଳିଲେ ସିଏ ପୁଣି ଆସନ୍ତାକାଲି ଗଛ ହେବେ ଆଜ୍ଞା ସିଏ ପୁଣି ସାର୍ ଫଳ ଫଳିବେ ଏଇ କ୍ରମରେ ଥରେ ଡିଗ୍ରେଡେସନ ଆରମ୍ଭ ହେଲେ ଡିଗ୍ରେଡେସନ ର ଲିମିଟ ଇଏ କଲା ପର୍ଯ୍ୟନ୍ତ ସେ ଡିଗ୍ରେଡେସନ ହଉଥିବ କୋଉ ସ୍ତରରେ ଆଜ୍ଞା ଗୋଟେ କିଏ ତାକୁ ପୁଣି ଲିମିଟ କରିକିରି ପୁଣି ଧୀରେ ଧୀରେ ଉପରକୁ ଉଠେଇବ ନା ଆଉ କଣ କରାଯାଇପାରିବ ତ ସେ ତ ସୃଷ୍ଟିର କ୍ରମ ସେହିପରି ତ କିଛି କରିହବନି ମୁଁ ସାର୍ ତ ଆପଣ ସେଇଥିପାଇଁ ବହୁତ ସମୟରେ କହେ ଆଜ୍ଞା ସାର୍ ମୁଁ ସେଇଥିପାଇଁ ବହୁତ ସମୟରେ କହେ ଯେ ପାଠ ବୁଡିଗଲାଣି କହୁଥିଲି ଆଗରୁ ଏବେ ଏବେ କହୁଛି ଯେ ପାଠ ବୁଡି ଯାଉଥିଲା ନାଇଁ ପାଠ ଗାଧେଇ ଗଲାଣି କହୁଥିଲି ଏବେ କହୁଥିଲି ଯେ ଗାଧେଇ ଯାଉଥିଲା ଯେ ବୁଡିଗଲାଣି ସିଏ ଆଜ୍ଞା ଆମର ସାର୍ ଜଣେ ସାଙ୍ଗ କହିଲେ ସାଥୀ କହିଲେ ନାଇଁ ସାର୍ ବୁଡି ନେଇ ସେ ବୁଢା ପହଁରା ଦଉଛି ମୁଁ କହିଲି ଭଲ କଥା ଯଦି ବୁଡି ଯାଇନି ବୁଢା ପହଁରା ଦଉଛି ତାକୁ ଆମ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ତାକୁ କୂଳକୁ ଆଣିକିରି ପୁଣି ସାଷ୍ଟାଙ୍ଗ କରିବ ଆଜ୍ଞା ସାର୍ ନୁହଁ କି ଆଜ୍ଞା ସାର୍ ସାର୍ ଆପଣଙ୍କୁ ଆମେ ମାନେ ଆପଣ ମାନେ ଅଫଲାइन काउंसलिंग भी सर ऑनलाइन भी भेटी हुई कि सर ଅନଲାଇନରେ ମୁଁ ତ ରିଟାୟାର କଲିଣି ଉତ୍କଳ ୟୁନିଭର୍ସିଟି ଥିଲି ଆଜ୍ଞା 2005 ରେ ରିଟାୟାର କରିଛି ମୁଁ ଆଜ୍ଞା ରହୁଛି ସାର୍ ଭୁବନେଶ୍ୱରର ପାଇକ ନଗରରେ ରହୁଛି ଆଜ୍ଞା ସାର୍ ଆପଣ ଥିଲେ ଉତ୍କଳ ୟୁନିଭର୍ସିଟିରେ ସାର୍ ଉତ୍କଳ ବିଜେପିରେ ଥିଲି ଯେ ସାର୍ ବିଜେପିରେ 80 ରୁ 84 ଥିଲି 80 ରୁ 84 ओके ତାପରେ सर 84 आओ ପରଠୁ ଉତ୍କଳ ୟୁନିଭର୍ସିଟି ଥିଲି अच्छा सर मैंने डिपार्टमेंट फिलोसफी डिपार्टमेंट ଡିପାର୍ଟମେଣ୍ଟ ଅଫ ଫିଲୋସଫି ହଁ सर अपन हाँ अच्छा सर ଯାହା ହଉ ତମ ସାଙ୍ଗରେ ଭେଟ ହେଇ କଥା ହେଇ ଭଲ ଲାଗିଲା थैंक यू सर ନାଁଟା କଣ କହିଲ ଭୁଲି ଯାଇଥାଏ तापस रंजन बेहरा ତାପସ ତମ ନାଁଟା ବଦଳି ଯାଉ ସେ ହେଲୋ ଲେଖା ହେଇଛି ଛାଡ଼ିବ ତାକୁ हाँ सर मैं सेटा चेष्टा करी केमती चेंज हो कर देबी सर ଯେମିତି ଲିଖିଲେ ସେମିତି କଥା ହବ ମାନେ हेलो ଲେଖିଲା ବେଳେ ମୋବାଇଲ ବୋଧେ ଇଗ୍ନୋର ତରଫରୁ ସେ हेलो ଲେଖା ହେଇଛି କଣ नहीं सर सॉरी सर ଠିକ ଅଛି ମମତା ଆସିଛନ୍ତି ସ୍ୱାଗତ ଆସିଲେ ଗୁଡ୍ ମର୍ଣ୍ଣିଂ गुड ମମତା ଠିକ आफ्टरनून ଅଛ सर आज्ञा ହଁ सर गुड କଲ୍ୟାଣ आफ्टरनून ମଙ୍ଗଳମସ୍ତୁ आज्ञा ତାପସ ବୁଝିଲ କି ଆଜ୍ଞା सर ସେଦିନ ଆସିଥିଲେ ମମତା ଏବଂ ସ୍ୱାଗତିକା ଆଉ ଜଣେ ଦି ଜଣ ଆସିଥିଲେ ଏଇ ଯୋଉ ତମର ଅଛି କୋର୍ସ ଆମର କଣ ସେଟା कौन से कोर्स कंटेंट इंट्रोडक्शन टू पीस एंड कॉन्फ्लिक्ट रिजोल्यूशन पीस एंड कॉन्फ्लिक्ट रिजोल्यूशन नहीं जी पीस एंड आज्ञा कॉन्फ्लिक्ट सर रिजोल्यूशन ମୁଁ ସେଦିନ କହିଥିଲି ତାପସ ଆଜି ଅଛନ୍ତି ତ କହିବା ତାପସ କଣ ତମେ ଜଣା ପଡୁଛି ତମର ତ ଇଂଲିଶ ଲିଟରେଚର ଏବଂ ଫିଲୋସଫି ଉଭୟରେ ଆଗ୍ରହ ଅଛି ଏଇ ଯୋଉ ଦିଆହେଇଛି କୋର୍ସଟି ଇଗ୍ନୋ ଇନଷ୍ଟିଚ୍ୟୁଟ୍ କରିଛି ଫିଲୋସଫି ଫିଲୋସଫିକାଲ ଲାଗୁଛି सर सर कष्ट लागुच बहुत ମୁଁ ତ ହଡବଡ ହେଇଯାଉଛି କଷ୍ଟ ନ ଲାଗିଲେ ମଧ୍ୟ ମତେ ମୁଁ ତ ହଡବଡ ହେଇଯାଉଛି ଏଇଥିପାଇଁ ମୁଁ ସେଦିନ କହିଥିଲି ମୁଁ କହିଲି ଏଇଟା ଏମ୍ପିରିକାଲ ଷ୍ଟଡି ହଉଛି ନା ଫିଲୋସଫିକାଲ ଷ୍ଟଡି ହଉଛି ଆଜ୍ଞା ଏଥିରେ ଏମ୍ପିରିକାଲ ଷ୍ଟଡି ବେଶୀ ଫିଲୋସଫିକାଲ ଷ୍ଟଡି କମ୍
philosophy deals with the most abstract and most general concepts. Peace ଏବଂ conflict resolution ଏଥିରେ ଯେତିକିଟା philosophical ଜିନିଷ ଇନଭଲ୍ଭ ହବ ଏଟା ବହୁତ ମିନିମାଲ, ଏଥିରେ ଫ୍ୟାକ୍ଟ ଗୁଡାକ ବେଶୀ ଆସିବ। ମୁଁ ସେଇଥିପାଇଁ ସେଦିନ 2 ଘଣ୍ଟା ଧରି ପିସ୍ ବିଷୟରେ ଇଣ୍ଡିଆନ ଫିଲୋସଫି ଆଣ୍ଡ କଲଚରରେ କ'ଣ ଅଛି ସେ କଥା ଡିସ୍କସନ କରିଥିଲି। ମମତା କିଛି ମନେ ଅଛି ନା? ସେ ଟିକେ କ୍ଷମା କରିବେ, ଏଇଟା କୋଉ ପେପର ସାର୍? ଏଇଟା MGP 005 MGP 005। ଓକେ, ଥ୍ୟାଙ୍କ ୟୁ। ମୁଁ ତମ ସାଙ୍ଗରେ ଡିସ୍କସନ କରିବାର ଅଛି 005 ଏବଂ 007। 007 ଟା ହଉଛି ରିସର୍ଚ୍ଚ ମେଥଡୋଲୋଜି, ଆଉ ଏଇଟା ହଉଛି ପିସ୍ ଆଣ୍ଡ କନଫ୍ଲିକ୍ଟ ରିଜଲ୍ୟୁସନ। ବହିଟା ଡାଉନଲୋଡ କରିନ କି ସାର୍? ବୁକ୍ ଆସିଛି ସାର୍, ମୁଁ ଆଉ ହଁ ସାର୍, ମୁଁ ଆଉ କାଢି ଆକ୍ଚୁଆଲି ସେ ଜବ୍ ରେ ଥିଲାବେଳେ ସେ କାଢିକି ଦେଖେ, ଆଉ ସେ ଟିକେ ପଢେ, ତାପରେ ଗୋଟେ ଥର କରିବୁ, ତାପରେ ସାର୍ ସବୁ ଭୋଲାଟାଇଲ୍ ଭୁଲିଯିବୁ। ନାଇଁ ପ୍ରାକ୍ଟିକାଲ କଥାଟା କହୁଛ, ଠିକ କଥା ଯେ ସାର୍ ଫିଲୋସଫି ପାଇଁ ସାର୍ ଟିକେ ମାନେ ଥିଙ୍କିଂ ଦରକାର, ଏଇଠି ଆମକୁ ସେ ଟାଇମ ମୁଁ ଇଚ୍ଛା କହିଥିଲି ନଥାଉଛି। ଏହା କହିବାର ଯେକୌଣସି କାମ ପାଇଁ ଲିଜର ଇଜ ରିକ୍ୱାର୍ଡ, ଯେକୌଣସି ଷ୍ଟଡି ପାଇଁ। ଏବଂ ଫିଲୋସଫି ଯେହେତୁ ଇନଫାଇନାଇଟ୍ ବିଷୟକ ଚିନ୍ତନ ଏବଂ ଆଲୋଚନା, ତା ପାଇଁ ଇନଫାଇନାଇଟ୍ ଲିଜର ଦରକାର, ତା ନହେଲେ ହବନି। ଆଉ ସେତକ ତମେ ଯୋଉ ବିଜି ଲାଇଫ କଥା କହୁଛ, ତା ଭିତରେ କେମିତି କ'ଣ କରିବ? କିନ୍ତୁ ଗୋଟେ କଥା ନିଶ୍ଚୟ କରିବ, ଯେହେତୁ ଅଫର କରିଛ ଏବଂ ଆଗ୍ରହ ଅଛି, ସେ ଯୋଉ ବହି ଗୁଡ଼ିକ ସେମାନେ ସପ୍ଲାଏ କରିଛନ୍ତି ଅନଲାଇନ, ସେଗୁଡ଼ିକ ସାର୍ ଡାଉନଲୋଡ କରି ଆମକୁ ଅଫଲାଇନ ଆସୁଛି ସାର୍। ଅଫଲାଇନ ଦଉଛନ୍ତି କି? ୟେସ୍ ସାର୍, ଅନଲାଇନ ହେଲେ 10% ଡିସକାଉଣ୍ଟ, ଅଦରୱାଇଜ ତାହେଲେ ତ ଭଲ କଥା। ତାକୁ ଟିକେ ଦେଖିବ ନା, ଯଦି ଅଛି ୟେସ୍ ସାର୍, ୟେସ୍ ସାର୍, ୟେସ୍ ସାର୍, ଦେଖିବ ଟିକେ। ମୁଁ ଯାହା ଦେଖିଲି ସେ ବହି ବେଶୀ ଭଲ୍ୟୁମିନସ୍ ନୁହେଁ, ମ୍ୟାଟେରିଆଲ ବେଶୀ କିଛି ନାହିଁ, କିନ୍ତୁ ଯେତିକି ମ୍ୟାଟେରିଆଲ ସେମାନେ ଦେଇଛନ୍ତି ମୋର ମନେ ହୁଏ ସେତକ ସଫିସିଏଣ୍ଟ ହବନି। ମୁଁ ସେଇଥିପାଇଁ ଆଉ କେତେ ଗୁଡ଼େ ମ୍ୟାଟେରିଆଲ ରଖିଛି ଏଠି, କେତେଟା ତ ସେତକ ତ ଅଛି ତମ ପାଖରେ, ତାକୁ ପଢ଼ିକି ଶୁଣେଇବା କିଛି ଆବଶ୍ୟକ ନାହିଁ। ଯାହାର କିଛି ପଏଣ୍ଟ ଥିବ ତମ ତରଫରୁ ପଚରା ହେବ, ତାକୁ ଡିସ୍କସନ କରିବା ବହି ଦେଖିକିରି। ମୁଁ କେତେବେଳେ ରଖିଛି ମ୍ୟାଟେରିଆଲ, ସେ ବିଷୟରେ ଟିକେ ଟିକେ ଖାଲି ସୂଚନା ଦେବି। ଗୋଟେ କ୍ଲାସ ଯାଇଛି, ଆଉ 3ଟା କ୍ଲାସ ଅଛି, ସେ ଟିକେ ଟିକେ ସୂଚନା ଦେବାକୁ ଚାହିଁବି। ଆଚ୍ଛା, ଫିଲୋସଫିକାଲ ଡିସ୍କସନ ଟିକେ ସୂଚନା ଦେଇଦେବା। ଫିଲୋସଫିକାଲ ଡିସ୍କସନ ଗୁଡ଼ିକ କମନ ସେନ୍ସ ଏବଂ ସାଇନ୍ସରୁ ଉଦ୍ଭବ ହେଇଥାଏ। ଆମେ କମନ ସେନ୍ସରେ ଜଗତ ବିଷୟରେ ଯାହା ସବୁ ଚିନ୍ତା କରୁ, ଯେତେ ସବୁ ବିଷୟରେ ଚିନ୍ତନ କରୁ, ପୁଣି ସେଗୁଡ଼ିକ ହୁଏ। କମନ ସେନ୍ସ ଗୁଡ଼ିକ ସାଇନ୍ସରେ ହୁଏ, ନୂଆ ଭାବ ଅର୍ଗାନାଇଜ୍ଡ ହୁଏ। ତାକୁ ହିସାବକୁ ନେଇକିରି ଫିଲୋସଫିରେ ସେଗୁଡ଼ିକ ରିଅର୍ଗାନାଇଜ ହୁଏ ନା ନାଇଁ? ଗୋଟେ ଡିଷ୍ଟର୍ବାନ୍ସ ହଉଛି କୋଉଠି କ'ଣ ଗୋଟେ? ନା ସାର୍, ଏବେ ସେ ମୋବାଇଲ ଏବଂ ଲ୍ୟାପଟପ୍ ଆର ଭିତରେ ଦେଖି ଅସୁବିଧା ହଉଥିବ, ଉଭୟ ଖୋଲା ରହିଲେ ସେମିତି ଅସୁବିଧା ହେଉଥିବ। ତେବେ ମୁଁ କହିବାକୁ ଚାହିଁଲି ଯେ କମନ ସେନ୍ସ ଏବଂ ସାଇନ୍ସରେ ଯୋଉ ଯୋଉ କଥା ଗୁଡ଼ିକ ଆଲୋଚିତ ହୁଏ, ସେଗୁଡ଼ିକ ହେଉଛନ୍ତି ଫାଷ୍ଟ ଅର୍ଡର ଆକ୍ଟିଭିଟି। ଏଇ କଥା ନିଶ୍ଚୟ ଜାଣିଥିବ। ଫିଲୋସଫିରେ ସେ ନେଇ ଯୋଉ ଡିସ୍କସନ ଗୁଡ଼ିକ ହୁଏ, ସେଗୁଡ଼ିକ ହେଉଛି ସେକେଣ୍ଡ ଅର୍ଡର ଆକ୍ଟିଭିଟି। ଫାଷ୍ଟ ଅର୍ଡର ଆକ୍ଟିଭିଟି ଥିଲେ ହିଁ ତହିଁରୁ ଉଦ୍ଭବ ହବ ସେକେଣ୍ଡ ଅର୍ଡର ଆକ୍ଟିଭିଟିର ଉପାଦାନ। ଯଦି ଫାଷ୍ଟ ଅର୍ଡର ଆକ୍ଟିଭିଟି କିଛି ନାହିଁ, ତାହେଲେ ସେକେଣ୍ଡ ଅର୍ଡର ଆକ୍ଟିଭିଟିର କିଛି ସ୍ଥାନ ହିଁ ନାହିଁ। ବୁଝୁଛ ତ? ତେଣୁକରି ଯୋଉ ପିସ୍ ଡାଇଲଗ ସବୁ ହଉଛି ଏବଂ ଯୋଉ କନଫ୍ଲିକ୍ଟ ବିଷୟରେ ଯାହା ସବୁ, ଯୁଦ୍ଧ ବିଗ୍ରହ ବିଷୟରେ ଯାହା ସବୁ ଆମେ ଆଲୋଚନା କରୁଛେ, ସେ ବିଷୟରେ ଯାହା କିଛି ସାଇନ୍ସ ମଧ୍ୟ ଡେଭଲପ କରିଛି, ସେଥିରୁ କେତେ ଗୁଡ଼ିଏ ଜିନିଷ, କେତେ ଗୁଡ଼ିଏ ପ୍ରୋବ୍ଲେମ ସେଥିରୁ ଅରିଜିନ୍ କରେ, ଯୋଉଟାକି ଫିଲୋସଫିର ହେଉଛି ଆମର ଉପାଦାନ, ନାଇଁ? ଆଚ୍ଛା, ଏଠି
ଗୋଟେ ବଢିଆ କଥା ମନେ ପଡିଲା କାଲି, ସେଟା ହଉଛି war begins in the mind of men। এটা ଗୋଟେ କୋଟେସନ ଯୋଉଟାକି ଆମେ ୟୁଥାଣ୍ଟ ଥିଲେ ଏକଦା ସେକ୍ରେଟାରୀ ଜେନେରାଲ ୟୁଏନ୍ଓର, ସେ କହିଥିଲେ war begins in the mind of man। ମଣିଷ ମନରେ ଯୁଦ୍ଧରେ ଆଗେ ତିଆରି ହୁଏ। ନା ନାଇଁ, ଶୁଣୁଛନ୍ତି? ଆଜ୍ଞା ସାର୍। ଶୁଭୁଛି ନା ନାଇଁ ଯେ? ଆଜ୍ଞା ସାର୍ ଶୁଣା ଯାଉଛି। yes sir, yes sir। ଠିକ ଅଛି। Wars begin in the minds of men। ଶୁଣ ଟିକେ। While there may be many circumstances that lead people to go to war, we should not overlook the statement made by Euthant that wars begin in the minds of men। The question is, what was or what are the ways of thinking about or viewing reality, both human and non-human, they are likely to make rise to conflict and war on the one hand and to peace on the other hand। କଣ କହିବାକୁ ଚାହୁଁଛି ଜାଣିଛ ତ? ମଣିଷ ମନରେ କି ପ୍ରକାର ଭାବନା ହେଲେ ତାହା କନଫ୍ଲିକ୍ଟ ଆଡକୁ ଯାଏ ଏବଂ ୱାର ଆଡକୁ ଯାଏ, ପୁଣି କି ପ୍ରକାର ଭାବନା ଉଦୟ ହେଲେ ସେ ପିସ୍ ଆଡକୁ ଯାଏ, କନଫ୍ଲିକ୍ଟ ରିଜଲ୍ୟୁସନ ଆଡକୁ ଯାଏ। ଯଦି ଆମେ ଦେଶ ଦୁନିଆ କଥା ବିଚାର କରୁଥିବା, ୱାର ଏବଂ କନଫ୍ଲିକ୍ଟ ଯଦି ଦେଶ ମଧ୍ୟରେ ହଉଛି ବୋଲି ଆମେ ବିଚାର କରୁଥିବା, ତାହେଲେ ଆଗେ ଆମ ନିଜ ପରିବାରକୁ ଦେଖିବାକୁ ପଡିବ। ଯଦି ସାରା ସଂସାରଟି ଗୋଟେ ମାକ୍ରୋକୋଜମ ହୁଏ, ତାହେଲେ ଆମ ପରିବାରଟି ଗୋଟେ ହଉଛି ମାଇକ୍ରୋକୋଜମ। ମାଇକ୍ରୋକୋଜମରେ ମଧ୍ୟ ଏ ଧରଣର ବିଷୟ ସୃଷ୍ଟି ହୁଏ। କୋଉଗୁଡାକ? କନଫ୍ଲିକ୍ଟ। କେତେ ଜଣ ତମେ ଦେଖିଛ ଆମର ମାୟା ମେରିଗ ସିନେମାଟା ଓଡିଆର? ମାୟା ମିରିଗ ଦେଖିନ ବୋଧେ? ବହୁତ ଭଲ ସିନେମାଟା। ସେଠି କଥାବସ୍ତୁ ହଉଛି, ସେ ଘରର ପୁଅ ବହୁତ ପରିଶ୍ରମ କରିକିରି ତାପସ ଭଳିଆ ସେ ତାର IAS ପାଇଗଲେ। IAS ପାଇଗଲା ପରେ କଣ ସବୁ ଏମିତି ପରିସ୍ଥିତି ସୃଷ୍ଟି ହେଲା, ପ୍ରତି ମୁହୂର୍ତ୍ତରେ ଟିକେ ଟିକେ କରି, ଯାହା ଫଳରେ ଘରକୁ କେହି ଭାଙ୍ଗୁନି, କେହି କଳି କିଛି କରୁନି, ଘର ଭାଙ୍ଗୁନି, ଘର ଭାଙ୍ଗିବାକୁ ଚେଷ୍ଟା କରୁନି, କିନ୍ତୁ ଘର ଭାଙ୍ଗି ଯାଉଛି। ମାନେ ଭିତରେ ଭିତରେ ଶୀତଳ ଯୁଦ୍ଧ ଯୋଉଟା କହନ୍ତି, ଶୀତଳ କନଫ୍ଲିକ୍ଟ ସୃଷ୍ଟି ହେଇକିରି ଘରଟି ଭାଙ୍ଗି ଯାଉଛି, ଅଲଗା ଅଲଗା ହେଇକି ରହୁଛନ୍ତି। IAS ପାଇଲା, ସୀତା ସଂସାର ନେଇକି ଅଲଗା ରହିଲା, ଯୋଉ ବାପା ମା ତାକୁ ବଡ କରିଥିଲେ ସିଏ ତାଙ୍କର ଅଲଗା ହେଇକି ରହିଲେ। ଏମିତି ଯଦି ସେଇ କନଫ୍ଲିକ୍ଟ ଗୁଡ଼ିକ କିପରି ଭାବରେ ସାଧାରଣ ଲେଭେଲରେ ସୃଷ୍ଟି ହେଉଛି ଜାଣିପାରିବା, ତେଣୁକରି ଦେଶ ମଧ୍ୟରେ କେମିତି କନଫ୍ଲିକ୍ଟ ହେଉଛି, କି ଦେଶ ଭିତରେ ରାଜ୍ୟ ଭିତରେ କେମିତି କନଫ୍ଲିକ୍ଟ ସୃଷ୍ଟି ହେଉଛି, ଯେମିତି କୋଟିଆକୁ ନେଇକରି ଆନ୍ଧ୍ର ଏବଂ ଓଡ଼ିଶା ଭିତରେ କନଫ୍ଲିକ୍ଟ ଚାଲିଛି, ଯେମିତି ମହାନଦୀର ଜଳକୁ ନେଇକରି ଆମର ଛତିଶଗଡ଼ ଏବଂ ଓଡ଼ିଶା ଭିତରେ କନଫ୍ଲିକ୍ଟ ଚାଲିଛି। ଏଇଗୁଡ଼ା ସବୁ ହେଉଛି କନଫ୍ଲିକ୍ଟ। ଏଇ କନଫ୍ଲିକ୍ଟ ଗୁଡ଼ିକ କିପରି ରାଇଜ୍ କରେ ଏବଂ ରାଇଜ୍ କରିବାରେ କ'ଣ କ୍ଷତିଟା ହୁଏ ଏବଂ ସେ କ୍ଷତି ନ କରିବା ପାଇଁ କ'ଣ କ'ଣ ବ୍ୟବସ୍ଥା ଆମକୁ କରିବାକୁ ହୁଏ, ସେଇ ବିଷୟରେ ଏଥିରେ ଅନୁଧ୍ୟାନ କରୁଛେ ଏବଂ ସେ ଭିତରେ ଫିଲୋସଫିକାଲ ପଏଣ୍ଟ ସବୁ କ'ଣ ଆସୁଛି ତାର ଭିତରେ ଦେଖିବାକୁ ଚେଷ୍ଟା କରୁଛେ। ନା ନାଇଁ, ଏଇ ହେଉଛି ଆମର କାମ। ଆଉ ଜଣଙ୍କ ନାଁ ରହିଛି ସେଠି କ'ଣ? ଆଉ ଜଣେ କିଏ ଜଏନ୍ କରିଛନ୍ତି? ସପନ ନା କ'ଣ? ସଚିନ? ଓଡ଼ିଆ ଲେଖା ହେଇଛି କ'ଣ ଦେଖିବେ? ସତନ। ସକାଳ। ସତନ।
ହଁ ସତନ ସାର୍। ସତନ ଆଜ୍ଞା ସାର୍। ଛୋଟିଆ କି ଲେଖା ହେଇଛି ପଢିବନି ସେ ସତନ 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 ମାନେ କଣ? सर सतन कुमार बाग। ସତନ କୁମାର ବାଗ। बाग सर। ଆଚ୍ଛା ଆଜି ପ୍ରଥମ ଜଏନ୍ କଲ ବୋଧେ ସେଦିନ ଜଏନ୍ କରିନଥିଲ? ନା ସାର୍ ବୋଲେ ମୁଁ ସାର୍ କ୍ଲାସ୍ ଟାଇମ୍ ଟା ଜାଣିପାରେନି ଭୁଲରେ ଏପଟ ସେପଟ ପଳେଇ ଯାଏ ତ ସାର୍। ଆଚ୍ଛା ଠିକ୍ ଅଛି ପୁରା ନାଁ ଟା ଲେଖିବ ନା ଆଉ। ଆଉ ସାର୍ ତମେ ନହେଲେ ମେଲ୍ ଅନୁସାରେ ସାଙ୍ଗମାନ ସାଙ୍ଗରେ କଣ କଥାବାର୍ତ୍ତା ହେଲେ ତମ ଆଇଡେଣ୍ଟି କଣ ଦବ? କିନ୍ତୁ କ୍ଲାସ ରୁମ୍ ରେ ବସିଲା ବେଳେ ତମ ଫୁଲ୍ ଆଇଡେଣ୍ଟି ଟା ଦବ ନା ଆମେ ଜାଣିବା କେମିତି? ହଁ ସାର୍। ସେଇଟା କରିବ ସାର୍ ବୋଧେ ବଦଳେଇକି ସାର୍ ଲେଖିବ ମେଲ୍ ରେ ସେମିତି। ଯୋଉଟା ଲେଖା ହେଇଛି ସେଇଟା ଅଟୋମେଟିକ୍ ସେଠି ଶୋ କରୁଥିବ ସାର୍। ମେଲ୍ ଆଇଡି ଟା ଲେଖିଲେ କେମିତି ହବ ସେଟା କେମିତି ଜାଣିବା? ନା ସାର୍ ମେଲ୍ ରେ ଯୋଉ ହୁଁ। ପ୍ରୋଫାଇଲ୍ ନାଁ ଟା ଯୋଉଟା ଥିବ ସେଇଟା ହିଁ ଶୋ କରିବ ଏଠି ସାର୍। ନା ଯେମିତି ଆମକୁ ଜାଣିବାରେ ଅସୁବିଧା ନ ହବ ସେଇଭଳି ଭାବରେ ପ୍ରୋଫାଇଲ୍ ନାଁ ଟା ରଖିବ। ପ୍ରୋଫାଇଲ୍ ନାଁ ଟା କଣ ନାଚୁରାଲି କୋଉଠି ଥାଏ ଦବ ନା ଆଉ। ନା ଠିକ୍ ଅଛି ସାର୍ ତାକୁ ଚେଞ୍ଜ କରିଦେବା ସାର୍। There are three ways of looking at reality. But remember, it was a philosophical point. There are three ways of looking at reality, which may be called pluralism, dualism, and monism. ए विषय किसी किसी ज्ञान थिबो हमर जे हिस्ट्री ऑफ फिलोसफी पढ़ा होची हिस्ट्री ऑफ वेस्टर्न फिलोसफी पढ़ा होची सेइथरे मोनिज्म डुअलिज्म प्लुरालिज्म ए कथा सब आलोचना ହେଇଛି ନା ନାଇଁ ବୋধ ହେଇଛି? ଆଜ୍ଞା ସାର୍ ମନିଜିମ୍ ଡୁଆଲିଜିମ୍ ପ୍ଲୁରାଲିଜିମ୍ ପଢା ହେଇଛି। ଆଚ୍ଛା ମନିଜ୍ମ ଟା କଣ? ମନିଜିମ୍ ଟା ହଉଛି ଏଇ ଏକେଶ୍ଵରବାଦ ମାନେ ମନିଜିମ୍ ରେ ଗୋଟିଏ କଣ ଗୋଟିଏ ଦେବତା ବିଶ୍ୱାସ। ଏ ଶୁଣ ଗୋଟେ ଭୁଲ କରିସାରିଲେଣି ମୁଁ ଟିକେ କରେକ୍ଟ କରିଦେବି ତାପରେ କହିବ। ସାର୍ ମନିଜ୍ମ ଆଉ ଶଙ୍କରାଚାର୍ଯ୍ୟ ମନୋଥେଇଜ୍ମ ମନିଜ୍ମ ଆଉ ମନୋଥେଇଜ୍ମ ଆ ଭିତରେ ତଫାତ ଅଛି। ବୁଝିଲ ନା ଏଠି ରିଆଲିଟି ବିଷୟରେ ଆଲୋଚନା ହଉଛି ଏଠି ଈଶ୍ୱରଙ୍କ ବିଷୟରେ ଆଲୋଚନା ହଉନି। ଯଦି ଗୋଟିଏ ଈଶ୍ୱର ବୋଲି ଯିଏଠି ବିଶ୍ଵାସ ଥିବ ରିଲିଜିଅନ ରେ ସେଇଟା ଆମେ କହିବା ମନୋଥେଇଜିମ୍। କିନ୍ତୁ ଏଠି ରିଅଲିଟି ବିଷୟରେ ଯେହେତୁ ଆଲୋଚନା ହଉଛି ଏଠି କହିବ ଯେ ରିଏଲିଟି ଇଜ ୱାନ୍। ଯିଏ କହିଲା ସିଏ ହେଲା ମନିଷ୍ଟ ନା ନୁହେଁ? ଶଙ୍କରାଚାର୍ଯ୍ୟ ସାର୍। ବୁଝିଲେ କି? ଓ ଶଙ୍କରାଚାର୍ଯ୍ୟ ହେବେନି ଆଉ ଯେତେ ଆଉ ଟିକେ ଭୁଲ ହେଇଗଲା ତମେ କହୁଛ ଯେ ଟିକେ ସାବଧାନ ହେଇକିରି କହୁଥା କାହିଁକିନା ଫିଲୋସଫି ଷ୍ଟାଣ୍ଡସ୍ ଫର ପ୍ରେସିସନ ତ। ସରି ଠିକ ସାର୍ ଏକ୍ଜାକ୍ଟ ଇଡିୟମ ବ୍ୟବହାର ନ କଲେ ଅସୁବିଧା ହେଇଯିବ ନାଇଁ ଓକେ ସରି ସାର୍ କଥା ନାହିଁ ଠିକ ଅଛି। ମନିଜିମ୍ ହିସାବରେ ଆମର ୱେଷ୍ଟର୍ଣ୍ଣ ଫିଲୋସଫିରେ ଆସିବେ ସ୍ପିନୋଜା। କାରଣ ସିଏ କହିଲେ ଯେ ରିଅଲିଟି ଇଜ ୱାନ୍ ଦ୍ୟାଟ୍ ଇଜ ଆବସଲ୍ୟୁଟ୍ ଏବଂ ସେଇଟା ହଉଛି ଗଡ୍ ସେଇଟା ବି ହଉଛି ନେଚର ସେଇଟା ବି ହଉଛି ସବଷ୍ଟାନ୍ସ। ବୁଝିଲ ନା ତାଙ୍କ ପାଇଁ ଯୋଉ କହିଲି ଗଡ୍ ଇଜ ଇକ୍ୱାଲ ଟୁ ନେଚର ଇଜ ଇକ୍ୱାଲ ଟୁ ସବଷ୍ଟାନ୍ସ ସେଇ ଗୋଟିଏ। ରିଏଲିଟିର ରିଏଲିଟିର ଷ୍ଟାଟସ୍ ଏକ ହେଇଥିବାରୁ ସେ ହେଲା ମନିଜିମ୍। ଡୁଆଲିଜିମ୍ ସେମିତି ଆଉ ଈଶ୍ୱର କଥା କହିବନି ଡୁଆଲିଜିମ୍ କହିଲେ କଣ ବୁଝିବା? କଣଟା କହ? ସାର୍ ରିୟଲିଟି ଇଜ ଟୁ ହଁ ଠିକ ରିଏଲିଟି ଟୁ ଗୋଟେ ଉଦାହରଣ ଦେଲେ ଦେଖିବା ଗୋଟେ କାଇଁ ଦିଟା ଉଦାହରଣ ଦଉନ। ହଁ ଶଙ୍କରାଚାର୍ଯ୍ୟଙ୍କ କଥା ଯେ କହିଲେ ସେଟା ପାଖାପାଖି ଠିକ ହେଲା ପୁରା ଠିକ ହେଲାନି କାହିଁକିନା ଆମେ ଶଙ୍କରାଚାର୍ଯ୍ୟଙ୍କୁ ନନ୍ ଡୁଆଲିଷ୍ଟ ବୋଲି କହୁଛେ ତାକୁ ମନିଷ୍ଟ ବୋଲି କହୁନେ ମନିଷ୍ଟ କହିଲେ ଭୁଲ ହେଇଯିବ। କାହିଁକିନା ମନିଜ୍ମ ର ଅର୍ଥ ହଉଛି ଏକ ତ ସେଠି ଏକ କହିଲା ବେଳକୁ ଏକଟା କେମିତି ପୁଣି ଡିଷ୍ଟ୍ରିବ୍ୟୁଟ ହବ କଣ ଦୁଇ ଗୋଟେ କୋଉଠି ଅଛି ନା କଣ? ସେଠି ଦୁଇ ହିଁ ନାହିଁ ଦ୍ୱୈତ ନାହିଁ ଓକେ ସାର୍ ଅଦ୍ୱୈତ ସେଥିପାଇଁ ଶଙ୍କରାଚାର୍ଯ୍ୟ ଫିଲୋସଫିକୁ ଅଦ୍ୱୈତବାଦ କୁହାଯାଏ ନନ୍ ଡୁଆଲିଜିମ୍। ତେଣୁକରି ୱେଷ୍ଟର୍ଣ୍ଣ ଫିଲୋସଫିରେ ଯୋଉ କଥା ଆମେ ପଢୁଛେ ଇଣ୍ଡିଆନ୍ ଫିଲୋସଫିର ଭର୍ସନ ଗୁଡା ତାଠୁ ଆଉ ଟିକେ ରିଫାଇଣ୍ଡ ଆହୁରି ବଢିଆ। କହିଲେ ଠିକ ହେଲା ଶଙ୍କରାଚାର୍ଯ୍ୟଙ୍କୁ ଏବେ ଆଉ ମନିଷ୍ଟ ବୋଲି କହିବନି ନନ୍ ଡୁଆଲିଷ୍ଟ ବୋଲି କହିବ। ୟେସ୍ ସାର୍ ଆଉ ଡୁଆଲିଷ୍ଟର ଉଦାହରଣ ଦିଅ ତ କହିଲେ ରିଆଲିଟି ହଉଛି ଦୁଇ ୱେଷ୍ଟର୍ଣ୍ଣ ଫିଲୋସଫି ଡୁଆଲିଷ୍ଟ କାହାକୁ କହିବା? ହୁଁ
सर एमती हबो कि लाइट मैटर की वेव पार्टिकल की वेव? एमती हेबनी ओके सर। एमती हेबनी वेस्टर्न फिलोसफी रे डुअलिस्ट हेले डेकार्ट रेने डेकार्ट फ्रेंच फिलोसफर रेने डेकार्ट कहीं सी बॉडी एवं माइंड दीटा सब्सटेंस स्थिति को स्वीकार करते he admitted two substances, the mind substance and the body substance. बुझुन ସେଇଥିପାଇଁ ତାଙ୍କୁ ଡୁଆଲିଷ୍ଟ ବୋଲି କୁହାଯାଏ। ସେମିତି ଇଣ୍ଡିଆନ୍ ଫିଲୋସଫି ସାଂଖ୍ୟ ପୁରୁଷ ଏବଂ ପ୍ରକୃତି ନୁହଁ କି ଏଇ ଦିଟା ହେଲା ଅଲ୍ଟିମେଟ କାଟେଗୋରୀ ପୁରୁଷ ଏବଂ ପ୍ରକୃତି पुरुष प्रकृति ସାରା ଜଗତକୁ ଏକ୍ସପ୍ଲେନ କରିବା ପାଇଁ ଦିଟା କାଟେଗୋରୀ ନେଇଛନ୍ତି ସାଂଖ୍ୟ ଫିଲୋସଫର୍ସ। ତେଣୁକରି ସେମାନେ ହେଲେ ସେପଟରେ ହେଲେ ଡେକାର୍ଟ ଡୁଆଲିଷ୍ଟ ଏପଟେ ହେଲେ ସାଂଖ୍ୟ ଡୁଆଲିଷ୍ଟ। ପ୍ଲୁରାଲିଷ୍ଟ କ'ଣ? ରିଏଲିଟି ଇଜ ମେନି କିଏ ହେଇପାରିବେ? ୱେଷ୍ଟର୍ନ ଫିଲୋସଫର କିଏ ହେବେ? ପଢୁନ ଟିକେ ଟିକେ ତମେ ଟିକେ କୋଅପରେଟ କରନ୍ତ ନା ଆଉ। ତମେ ଯେମିତି କହୁଛ ଜଣା ପଡିବ ଏ ଫିଲୋସଫି ନୂଆ ଆସିଛନ୍ତି ଆଜି ନୂଆ କ୍ଲାସ କରିବାକୁ ଏ ଫିଲୋସଫି ପଢିଲାଣି 2 ବର୍ଷ କରିସାରିଲାଣି ବିଏ କୋର୍ସଟା। ବୈଶେଷିକ ପ୍ଲୁରାଲିଷ୍ଟ ନା ପଦାର୍ଥ ବୈଶେଷିକ ପଦାର୍ଥ यस सर मेनी ପ୍ଲୁରାଲିଷ୍ଟ ଇଣ୍ଡିଆନ୍ ଫିଲୋସଫିରେ। ଆଉ ଆମର ଏଠି ଲାଇବନିଜଙ୍କ ଉଦାହରଣ ଦିଆଯାଇପାରିବ। ଲାଇବନିଜଙ୍କ ଉଦାହରଣ ଦିଆଯାଇପାରେ। ମୋନାଡ୍ସ ଆଡଭୋକେଟ କରୁଛନ୍ତି। ମୋନାଡ ମାନେ ଅଛନ୍ତି ଜଗତର ସବୁକିଛି ମୋନାଡ ମାନଙ୍କ ଦ୍ୱାରା ଗଠିତ ହେଇଛି ଏଇ ପ୍ରକାର ଡକ୍ଟ୍ରିନ୍ ତାଙ୍କର ହେଇଥିବାରୁ ସେ ହେଉଛନ୍ତି ଫିଲୋସଫିକାଲ ପ୍ଲୁରାଲିଷ୍ଟ। ବୁଝିଲ ନା? ଆଚ୍ଛା ଏତକ ହେଲା ଆମର ଫିଲୋସଫି ବିଷୟରେ ସାଧାରଣ ଜ୍ଞାନର ସ୍ପଷ୍ଟୀକରଣ। There are 3 ways of looking at reality which may be called pluralism, dualism, monism. ତା ସାଙ୍ଗରେ ଆମର ପିସ୍ ଏବଂ କନଫ୍ଲିକ୍ଟ ରିଜଲ୍ୟୁସନ କ'ଣ ସମ୍ପର୍କ ଆମେ ସେଇଆ ଦେଖିବାକୁ ଚାହୁଁଛୁ। ସେଇଟା ହେଉଛି ମେନ୍ ପଏଣ୍ଟ ଆମର। ଆଚ୍ଛା ଫର୍ ଦି ପ୍ଲୁରାଲିଷ୍ଟଙ୍କ ପାଇଁ reality consists of innumerable separate independent self-contained unrelated particular entities or units or things। ଯେମିତି କହିଲେ ନା ମୋନାଡ ଗୁଡ଼ିକ ହେଉଛନ୍ତି ଅସଂଖ୍ୟ, ସେମାନେ କହୁଛନ୍ତି ଗବାକ୍ଷ ବିହୀନ ୱିଣ୍ଡୋଲେସ୍। ମାନେ ଗୋଟିଏ ମୋନାଡର ଯାହା କିଛି ପରିବର୍ତ୍ତନ ହବ ତାର ଅନ୍ତର୍ନିହିତ ପରିବର୍ତ୍ତନ ହବ। ତା ଭିତରେ ଯାହା ଇନହେରେଣ୍ଟ ଅଛି କେବଳ ତାରିର ପରିବର୍ତ୍ତନ ହେଇକା ଚାଲିବ। ପରିବର୍ତ୍ତନ ହେଇକି ଚାଲିବ। ସେ ଆଉ ଅନ୍ୟ କୌଣସି ମୋନାଡ ଦ୍ୱାରା ଆଫେକ୍ଟେଡ ହବନି। ଯେମିତି ଆମେ ଏଇଠି ପରସ୍ପରକୁ ଆଫେକ୍ଟ କରୁଛେ, ତମେ ମତେ ମୁଁ ତମକୁ ଆଫେକ୍ଟ କରୁଛି, ସେମିତି ମୋନାଡ ମାନେ ପରସ୍ପରକୁ ଆଫେକ୍ଟ କରିବାର ସମ୍ଭାବନା ନାହିଁ, ଇମ୍ପାକ୍ଟ କରିବାର ସମ୍ଭାବନା ନାହିଁ। ଆଚ୍ଛା there is no forest, only thousands of trees। ଗୋଟେ ଫରେଷ୍ଟ ଅଛି ବୋଲି କହିଲେ ଗୋଟିଏ ବୋଲି ଆମେ କହନ୍ତେ, thousands of trees ବୋଲି ଯିଏ କହିବ ଫରେଷ୍ଟ ନ କହିକିରି ସେ ହେଲା ପ୍ଲୁରାଲିଷ୍ଟ। There is no such thing as humanity or human race, only millions of isolated, distinct, autonomous, sovereign individuals, each concerned only for his own well-being and viewing the good as whatever is useful in promoting his well-being, conceived of the minimum of pain and maximum of pleasure। ଏଇଠି ରହିଲା ଅସଲ ଚାବିକାଠି ଆମ ପିସ୍ ଏବଂ କନଫ୍ଲିକ୍ଟ ରିଜଲ୍ୟୁସନ ବିଷୟରେ ଆଲୋଚନା କରିବାର। ମୁଁ ଆଉ ଥରେ ପଢୁଛି, ଭଲ ହେଇକି ତାକୁ ଶ୍ରବଣ କରିକି ମନନ କର। କ'ଣ ହେଲା କଥାଟି? There is no such thing as humanity, ମଣିଷ ଜାତି। ଆମେ କେମିତିକା ସ୍ଲୋଗାନ ଦଉଛୁ? ଏକ ବିଶ୍ୱ, ଏକ ମଣିଷ ଜାତି, ଏକ ଭବିଷ୍ୟତ, ଏମିତି କହୁନେ ଆମେ? ଏମିତି କହୁନେ ନା? ଏମିତି କହିଲେ କ'ଣ ହବ? ଏମିତି କହିଲେ ବିଶ୍ୱ ଶତ୍ରୁତା ଭାବଟା ଫୁଟି ଉଠିବ। ଏମିତି କହିଲେ ମୋ ତମ ଭିତରେ ଫରକ ରହିବ ନାହିଁ। ତମ ସ୍ୱାର୍ଥ ହଉଛି ମୋ ସ୍ୱାର୍ଥ, ମୋ ସ୍ୱାର୍ଥ ହଉଛି ତମ ସ୍ୱାର୍ଥ, ଏଇଭଳି ଭାବନା ଆସିବ।
ମୁଁ ତମକୁ ଇର୍ଷା କରିବି ନାହିଁ, ତମ ପ୍ରତି ଦୋଷ କରିବି ନାହିଁ, କାହିଁକିନା ସେ କଥା କରିବା ପାଇଁ ଗଲା ବେଳକୁ ମୁଁ ନିଜକୁ ତମ ଜାଗାରେ ଥୋଇଦେବି, ତମେ ଆଣିକି ତମକୁ ମୋ ଜାଗାରେ ଥୋଇଦେବ, କଣ ହେଇଥାନ୍ତା? ମୁଁ ଏପରି କରିପାରିଥାନ୍ତି? ଏଇ ଧରଣର ଚିନ୍ତା ଆସିବ। ସେଠି କେବଳ ଆସିବ ଯଦି ମଣିଷ ଜାତି ଗୋଟିଏ, ଏଇ ଭାବନାଟା ଆସନ୍ତା। ତେଣୁକରି ଆମର ସେ ଧରଣର ଭାବନା ସାଧାରଣତଃ ଆସେ ନାହିଁ। ୱି ଡୁ ନଟ୍ କେବଳ ସ୍ପେଶାଲ ମୁହୂର୍ତ୍ତରେ ବା ସ୍ପେଶାଲ ଉଦ୍ଦେଶ୍ୟ ନେଇକିରି ଆମେ ଏମିତି କହିଦେଉଛୁ ନା। ଆଉ ମୁଁ ଯୋଉଟା ମୁଁ ଯଦି ଦେବି ଯେ ଦେୟାର ଫ୍ୟୁଚର ଇଜ ୱାନ୍, ତମେ କଣ ମାନିଯିବ କି? ତମର ଚାକିରି ବାକିରି କରୁଥିଲ, ରିଟାୟାର କରିକି ଆରାମରେ ବସିଛ, ତମ ଯେମିତିଆ ସ୍ୱାର୍ଥ ମୋ ସ୍ୱାର୍ଥ କେମିତି ସେମିତି ହବ? I am fighting for my job. I am fighting for my position in the society. ତମ ସ୍ୱାର୍ଥ ମୋ ସ୍ୱାର୍ଥ କେମିତି ଏକା ହବ ଯେ? ହୁଏତ କୋଉଠି କୋଉଠି ତମେ ମୋ ସ୍ୱାର୍ଥର ବାଧକ ହେଇଥିବ। ଏମିତି ଚିନ୍ତା। So there is no such thing as humanity or human race. କଣ ତାହେଲେ ଅଛି ତା ବଦଳରେ? Only millions of isolated ପୃଥକ ପୃଥକ, distinct, autonomous and ସ୍ୱୟଂକ୍ରିୟ। ମୋ ଭାବନା ମୁଁ ଭାବୁଛି, ତମ ଭାବନା ତମେ ଭାବୁଛ। I have my own will power, you have your own will power. Autonomous, sovereign individuals, sovereign ମୋ ନିଜର ଯାହା ଅଧିକାର, ମୋର ମାନବୀୟ ଅଧିକାର ମୋ ନିଜର ଅଛି, ତମର ବି ଅଛି। Each concerned, ପ୍ରତ୍ୟେକ କଣ କରୁଛନ୍ତି? Each concerned only for his own well-being. ଆମେ ଆମ ନିଜ ମଙ୍ଗଳ କାମନାରେ ଅଛୁ। ଆଚ୍ଛା, ମଙ୍ଗଳ କାମନାରେ ଅଛୁ ଯେ ମଙ୍ଗଳ କୋଉଟା? Viewing the good as whatever is useful in promoting his well-being, ଯାହା କିଛି ମୋ ମଙ୍ଗଳ ପାଇଁ ଉପାଦାନ ହେଇପାରିବ, ଉପାୟ ହେଇପାରିବ, ସେଗୁଡ଼ିକ ହେଉଛି ମଙ୍ଗଳକର। କନସିଭ୍ଡ ଅଫ୍ ଆଜ୍ ଏ ମିନିମମ୍ ଅଫ୍ ପେନ୍, ଏବଂ ସେଥିରୁ ଯନ୍ତ୍ରଣା କମ ହେଉଥିବ ବା ନିରାନନ୍ଦ କମ ହେଉଥିବ, ଆନନ୍ଦ ବେଶୀ ହେଉଥିବ। ମୋ ପାଇଁ ତାହା ଗ୍ରହଣୀୟ, ମୋ ପାଇଁ ତାହା ଶ୍ଲାଘ୍ୟ। I will praise that, I will try to acquire that, I will try to improve myself by acquiring those things. ଏଇଟା ହେଲା କଥା। ତାମାନେ ପୃଥିବୀର ଦୃଷ୍ଟିଭଙ୍ଗୀ ଦିଟା। ଏଠି ଗୋଟିଏ ହେଲା ପୃଥିବୀ ହେଉଛି ଗୋଟିଏ, ଆଉ ଗୋଟିଏ ହେଲା ପୃଥିବୀରେ ଇଣ୍ଡିଭିଜୁଆଲ ମାନେ ହେଉଛନ୍ତି ୟୁନିଟ୍ସ ଏବଂ ସେମାନେ ହେଉଛନ୍ତି ଅସଂଖ୍ୟ। ବୁଝଛ ନା? ତାମାନେ ଏଇ ବର୍ତ୍ତମାନ ମଣିଷ ଭିତରେ ବିଭିନ୍ନତା ଏବଂ ମଣିଷ ଭିତରେ ସ୍ୱାର୍ଥର ବିବିଧତା, ଏଇ କଥାଟି ବର୍ତ୍ତମାନ ମୂଳ ଭିଉ ପଏଣ୍ଟ ହେଲା। In pursuing his own interests, the pluralist hold that freedom and independence are prerequisites. Freedom ଏବଂ ଇଣ୍ଡିପେଣ୍ଡେନ୍ସ, ମୋର ସ୍ୱାଧୀନତା ଏବଂ ଅନିର୍ଭରତା, ଇଏ ହେଉଛି ପ୍ରିରିକ୍ୱିଜିଟ୍। ପ୍ରିରିକ୍ୱିଜିଟ୍ କ'ଣ? ଏତକ ହେଲେ these are the conditions for my well-being, these are the conditions for my development, these are the conditions for my flourishing, for my getting promoted in the life that I live in the society. Democracy is viewed as the best kind of government as it is grounded in the concept of individual liberty and inalienable individual rights, and the major function of the state is to ensure such liberty and rights. ମୋର ନିଜର ଲିବର୍ଟି ଏବଂ ରାଇଟ୍ସ ରହିବ, ତାକୁ କିଏ ଛଡ଼େଇ ନେଉନଥିବ, ତାକୁ କିଏ ଛଡ଼େଇ ନେଉନଥିବ ବୋଲି ଷ୍ଟେଟ୍ର ଦାୟିତ୍ୱ ତାହା ଦେଖୁଥିବ। Thus, the state exists for the individual, not the individual for the state. ଦେଖୁଛ ତ ଭିଉ ପଏଣ୍ଟଟା କେମିତି ସେଟ୍ କରାହେଇଛି? The individual is not for the state, the state is for the individual. The state is there to upkeep the liberty and sovereignty of the people, of the subjects, ପ୍ରଜାମାନଙ୍କର
ସ୍ୱାର୍ଥ ପ୍ରଜାମାନଙ୍କର ଅଧିକାର ଦେଖିବା ହେଉଛି ଷ୍ଟେଟ୍ର କର୍ତ୍ତବ୍ୟ। In regard to economics, a pluralist would believe in private property or individual ownership, ଲାଇସେନ୍ସିଆର ମାନେ ଷ୍ଟେଟ୍ ଯେତେ କମରୁ କମ ସମ୍ଭବ ହବ ସେଥିରେ ହସ୍ତକ୍ଷେପ କରୁଥିବ by providing minimum number of regulations, competition, a free market economy, and the right of the individual to do what he thinks is best and most useful for promoting his economic interest or well-being. देखो ना गोटे प्लुरालिस्टिक व्यू पॉइंट रु केमती लीगल कथा गुड़ी आसला, अधिकार कथा को आसला एवं तार निजर स्वार्थ कथा आसला, तापर पुणी इकोनॉमिक्स रे पसला, इकोनॉमिक्स पसिकरी केमती मिनिमम ऑफ नंबर ऑफ रूल्स रेगुलेशंस रहइबो, कंपटीशन पई क्षेत्र प्रस्तुत हेतिबो, समस्त पई ओपन हेतिबो, गोटे मार्केट फ्री इकोनॉमी हेतिबो, तापरे जेमती वर्तमान भारत रे हवा जाउची धीरे धीरे फ्री इकोनॉमी आगु नथिला, एउटा कंट्रोल इकोनॉमी थिला, वर्तमान फ्री इकोनॉमी हो जाउची, and the right of the individuals to do whatever things is best or most useful for promoting his own economic interest. मु जा चिंता करी जेमती हमर तपस कले हम गोटे चाकरी करथिले ताकू छाड़ देगा गोटे चाकरी कले पुन हो तो ताकू छाड़ी करी पुन कॉलेज रे आउथरे पीएचडी डिग्री आ गोटे अध्यापक हेबे बा बिल्कुल से सब छाड़ी दे करी गोटे सो आई एम फ्री बने करू जोड़ा टोटालिटारियन स्टेट से सब से व्यवस्था अच्छी कि कौन कर कौन न कर स्टेट फिक्स रिलीजियन pluralistic individualism makes for a type of religion which upholds the uniqueness and sacredness of each individual. मु मोर को विश्वास मु धारण करी को देवता को पूजिबी को मंदिर को जीबी को सेरेमनी रे भाग नेबी सेटा मो पर निर्भर करे। प्लुरालिस्टिक सोसाइटी रो ए होसे लक्षण। ए पर्सनल रिलेशनशिप विथ ए गॉड conceived of as a personal one or a single way of salvation, and thus the belief that there is only one true religion. Judaism, Christianity, Islam in many ways fit this model. So आमर जो सनातन धर्म बा हिंदुइज्म जा कहउछन्ती हिंदुइज्म दा ठीक प्रॉपर नेम नुह सनातन धर्म दा प्रॉपर नेम तार इंडस वैली को धरिकी इंडस माने सिंधु नदी को धरिकी हिंदुस्तान नामकरण होता एवं हिंदुस्तान लोक माने जो प्रकार विश्वास मंडली अच्छी ताकू हिंदुइज्म कह जाऊला मुझे कहली सनातन धर्म कहले बेटर हम। सनातन धर्म रे जो ओपननेस अच्छी से जुडाइज्म रे क्रिश्चियनिटी रे इस्लाम रे नहीं तेणुक देखा केमती लक्ष्य करता प्रथम गोटे भ्यू एवं रियलिटी जोटा कि फिलोसफिकल जिनस से आम स्थिर कलु से केवल मिनिमालिक रहा तार जो इम्पैक्ट सब पड़ा प्रथम पड़ा राजनैतिक अधिकार उपरे राजनैतिक स्वाधीनता उपरे तापर द्वितीय आसला इकोनॉमिक्स की इकोनॉमिक्स रे कौन करी मो बाजार किपर भाव से विषय आलोचना आसला तापर ईश्वर विश्वास कथा आसला। अच्छा The logical social implication of pluralism is an individualistic view of society. The individual, not a group, such as a family, is the basic social unit. आगुरी हम पढ़ी साधारण कॉमन सेंस जमी कहते कॉमन सेंस जहाँ सब अच्छी ताको पुणी रिफाइन करा जाए साइंस रे एवं ताको आहुरी रिफाइन करा जाए फिलोसफी रे। कॉमन सेंस रे अच्छी जे आमे द ह्यूमन बीइंग्स आर ग्रेगरियन एंड दे लिव इन ग्रुप्स ए धारणा अच्छी किंतु बर्तमान प्लुरालिस्टिक सोसाइटी रे व्यूटा हैला जे वी लिव एज इंडिविजुअल्स।
ইন্ডিভিজুয়াল লাইফটা হচ্ছে মূଳ এবং ପାରିବାରିକ ଲାଇଫଟା ତାର ଗୋଟେ ଡେରିଭେସନ, ସେଟା ଗୌଣ। କିନ୍ତୁ ପୂର୍ବ ବିଶ୍ୱାସରେ କ'ଣ ଥିଲା? ପାରିବାରିକ ଜୀବନ ସେଇଟା ହେଲା ମୁଖ୍ୟ, ବ୍ୟକ୍ତିଗତ ଜୀବନ ସେଟା ହେଲା ଗୌଣ। ବର୍ତ୍ତମାନ ପ୍ଲୁରାଲିଷ୍ଟିକ ସୋସାଇଟିରେ ଇଣ୍ଡିଭିଜୁଆଲ ଇଜ ଦି ୟୁନିଟ୍, ନଟ୍ ଦି ଗ୍ରୁପ। ଆଚ୍ଛା, society is not a harmony of mutual interests but merely a loose collection of competing self interests। ତମେ ମୋର ପ୍ରତିଯୋଗୀ, ମୁଁ ତମର ପ୍ରତିଯୋଗୀ, ଆମେ ସବୁ ସହଯୋଗୀ ନୁହଁ, ଆମେ ସବୁ ପ୍ରତିଯୋଗୀ। ଦେଖୁଥା କେମିତି କନଫ୍ଲିକ୍ଟର ବୀଜ ଆମ ସୋସାଇଟି ଭିତରେ ରହୁଛି। କମ୍ୟୁନିଟିର ବୀଜଟି କେମିତି ସୋସାଇଟି ଭିତରେ ଏବଂ ସୋସାଇଟି ବା ଆହୁରି ଜେନେରାଲି ଦେଖିଲେ ଜଗତ ବିଷୟରେ ଆମର ସାମଗ୍ରିକ ଧାରଣା ଯାହା ତାରି ଭିତରେ ଅନ୍ତର୍ନିହିତ ହେଇକି ରହୁଛି। ଆଚ୍ଛା, the individual, not a group such as a family, is the basic social unit. Society is not a harmony of mutual interests but merely a loose collection of competing self interests. And what is true of each society is true of world society as a whole। ଦେଖୁଥା ପ୍ରୋଗ୍ରେସଟା ଲକ୍ଷ୍ୟ କରୁଥା କେମିତି ହେଇଛି। ଏଇଟା ବି ରେକର୍ଡିଂ ହେଉଥାଏ ଏବଂ ରେକର୍ଡିଂ ଯେହେତୁ ତମକୁ ଦିଆଯାଉଥାଏ ତାକୁ ଘରେ ଏଗୁଡ଼ା ଟିକେ ଭଲକରି ଆଉଥରେ ଶୁଣିକି ମନନ କରିବ। କେମିତି ହେଲା? And what is true of each society is true of the world as a whole। world is a big society। ସେଠି କ'ଣ ହେଲା? ୱାର୍ଲଡରେ ଯୋଉ ସୋସାଇଟିଜ ଅଛନ୍ତି ସେମାନେ ସୋସାଇଟି ମାନେ ହେଉଛନ୍ତି ନିଜେ ନିଜେ ଅଟୋନୋମସ୍। ସେମାନେ ତାଙ୍କର ଇଣ୍ଟରେଷ୍ଟ ଦେଖୁଛନ୍ତି, ତାଙ୍କର ଅଧିକାର ଦେଖୁଛନ୍ତି, ରାଜନୈତିକ ଅଧିକାର ତାଙ୍କର ସେ ଦେଖୁଛନ୍ତି, ତାଙ୍କର ଅର୍ଥନୈତିକ ସ୍ୱାଧୀନତା ସେମାନେ ଦେଖୁଛନ୍ତି, ତାଙ୍କର ଧର୍ମୀୟ ସ୍ୱାଧୀନତା ମଧ୍ୟ ସେମାନେ ଦେଖୁଛନ୍ତି। An example of non-dialectical dualism is the traditional Chinese Yang-Yin view of reality, in which the term and is a connective, yang ସହିତ in କୁ ଯୋଡୁଛି, and the two are seen in complementing or supplementing each other। In dialectical dualism, the connection is not and but or, and or in। Persons are categorized as good or bad, friend or foe, ignorant or learned, civilized or barbaric, etc. Good and bad, friend and foe, ignorant and learned, civilized and barbaric ଏପରି ସଂଯୋଜନା ନୁହଁ। ଏପରି ସଂଯୋଜନା ହେଲେ କ'ଣ ହୁଅନ୍ତା? ଇଏ ତାର ଅନୁପୂରକ, ଇଏ ତାର ପରିପୂରକ, ସିଏ ତାର ପରିପୂରକ ହୁଅନ୍ତା। ତାର ନୁହେଁ, ଇଏ ହେଉଛି ତାର କମ୍ପିଟିଟର, ସିଏ ହେଉଛି ତାର କମ୍ପିଟିଟର। ଏଇଭଳି ମାର୍କ କଥା କେମିତି ଫିଲୋସଫିକାଲ ଭ୍ୟୁ ଯୋଉଟାକି ନିହାତି ଜେନେରାଲ, ନିହାତି ଆବଷ୍ଟ୍ରାକ୍ଟ, ସେଇଥିରୁ କଂକ୍ରିଟ ଜିନିଷ, ଟାଞ୍ଜିବଲ ଜିନିଷ କେମିତି ଫଲୋ କରୁଛି। ତାମାନେ ଯାହା କିଛି ଷ୍ଟେଟ ବିଷୟରେ, ଆମେ ଷ୍ଟେଟ ବିଷୟରେ ଯାହା କିଛି ଆମର ମୌଳିକ ଧାରଣା ଏବଂ ସୋସାଇଟି ବିଷୟରେ ଯାହା ମୌଳିକ ଧାରଣା, ଇଣ୍ଡିଭିଜୁଆଲ ବିଷୟରେ ଯେଉଁ ମୌଳିକ ଧାରଣା ଏବଂ ସେଥିରେ ଆମର ଯେଉଁ ଇଣ୍ଟରେଷ୍ଟ ଏବଂ ଇଣ୍ଟରେଷ୍ଟକୁ ଚରିତାର୍ଥ କରିବା ପାଇଁ ଯାହା ସବୁ ଉପାୟର ଧାରଣା, ଏସବୁ କିପରି ସେଇଥିରୁ ଡିରାଇଭ୍ ହେଉଛି ଏଇଟା ଲକ୍ଷ୍ୟ କରିବାର କଥା। ବୁଝୁଛ ନା ନାଇଁ ସ୍ୱାଗତିକା, ମମତା? ଆଜ୍ଞା ସାର୍। ଆଜ୍ଞା ସାର୍। କିଛି କିଛି ବୁଝୁଛ ନା? ୟେସ୍ ସାର୍। ଆଉ ଗୋଟିଏ ଧାଡ଼ିରେ କହିଲେ ପନ୍ଦର କ'ଣ ଆଲୋଚନା କଲେ? ମୁଁ ତ କେତେଥର କହିସାରିଲିଣି, ସମରାଇଜ୍ କରିସାରିଲିଣି। ଗୋଟେ ଧାଡ଼ିରେ ମୋତେ କହିଦେଲେ ମୁଁ ଜାଣି ମନେ ରହୁଛି। ଆମେ ଡିସ୍କସନ୍ କରୁଛେ ଫିଲୋସଫି, ସରି ପିସ୍ ଆଉ କନଫ୍ଲିକ୍ଟ ରିଜଲ୍ୟୁସନ ଫିଲୋସଫି ଆଲୋଚନା କରୁଛେ।
कॉन्फ्लिक्ट रिजोल्यूशन एवं फिलोसफी आलोचना करिचे एवं तार प्रीसपोजिशन होची इज ए प्लुरलिस्टिक सोसाइटी तार प्रीसपोजिशन होची इट इज ए प्लुरलिस्टिक सोसाइटी इट इज नॉट ए मोनिस्टिक सोसाइटी और इट इज नॉट ए dualistic society in which there are dialectical dualism between two parties who complement or supplement each other एमतिया नुहे एथि जो मान सब अछंती से माने परस्पर परस्पर कॉम्पिटिटर कट थ्रोट कंपटीशन चली कहते पूरा हमर कहले से बर्तमान कॉम्पिटिटिव सोसाइटी बड़ा कष्ट होची बड़ा सब कोन नथला ना यस सर जॉब जॉब कथा सेही जॉब ता सिर्फ गोटे मात्र हम जीवन बंचवार जेते ते सब दिग अछि जॉब ता सिर्फ गोटे दिग एवं सब थे मार्केट गला कंपटीशन रास्ता गला को सही कंपटीशन आगे के पळेबो रास्ता देखुन तुम जाऊ तो मो गाड़ी चढ़ डर मारुछ मते केन्द्र गाड़ी बाहर करके बाहर को रास्ता जाऊ तुम डाण पटर गोटे तुम ओवरटेक कर बाँ पटर आ गोटे ओवरटेक कर पड़ो तुम एमती बेले बेले ब्राकेटेड हो तुम कुआड जीव जान परबनी सर आपन बेले गोटे सर आपन बेले गोटे का बाइक रो ब्रांड की कार रो ब्रांड थले बे सर मार्केट रे गोटे जिंस रे मल्टीपल हे गेलन आ बढ़िया कहला पूरा से कथा एटा माजी सेही लिखि टाइम रे कॉन्फ्लिक्ट माजी फेसबुक रे से कथा लिखिची गोटे चित्र मते मिलिला चाइना रो सेटा गोटे 50 लेन रो सड़कटा सेठी केमिति जियासिली कोळ सजेला भलिया प्राय 1/4 किलोमीटर पर्यंत 50 तक लेन रे गाड़ी तापछु लगी जाम हे जाईछि मु थर लिखिथिली से कथा जेतले एठी रास्ता गुडा 4 लेन रहउतला मु ताको लिखिथिली जे 4 लेन करो कि 40 लेन करो से नट हबो तुमको रास्ता उसारी आला को लोक रास्ता तो उसारी आले हम गोटे गाड़ी किन दवा थको हला जान तमरो गाड़ी रखा गैरेज नहीं ताको आनी रास्ता थोइबो किन गाड़ी निश्चय किनिबो अच्छा गाड़ी किनिया पे होने थिला गोटे एम्बेसडर गाड़ी थिला से एम्बेसडर गोटे ब्रांड थिला से जगह गोटे ब्रांड थिला तापर फियाट आ गोटे ब्रांड थिला बर्तमान देखो केते ब्रांड कोन कोन आसी पहुंच गेलानी एगुड़ा सब साइंस रो अवदान एवं एगुड़ा को साइंस रो अभिशाप मध्य साइंस रो अभिशाप बोली कहबनी जे ताको साइंस कार्यकारी करूची जे साइंस के अडॉप्ट करूची ता द्वारा अभिशाप एगुड़ा होची एटा डेमोक्रेसी जिंति बर्तमान आलोचना करथिले डेमोक्रेसी एटा गोटे खोला मेला डेमोक्रेसी एठी समस्त समस्त कॉम्पिटिटर से कह मु बड़ से कह मु बड़ मु कोन सानो की तुम मोर के एति हो तमर के एते हबो एई भली और कंपटीशन चालू थरु कोनोसी ब्रांड को मना करियोनी किंतु ब्रांड को कंट्रोल करिया कथा हमर लोक संख्या हमर आवश्यकता हमर रास्ता घाट तब देखि कि करिया कथा गोटे लोक चलिया पई जेतिकी तार जमी भूमि एवं आवश्यकता दरकार 100 को दरकार 1000 को दरकार लाख को दरकार एटा कल्पना करिवो ना आ तुम राज्य सारा खाली सड़क करिवो कि 2 लेन गोटे लेन 2 लेन है 2 लेन 4 लेन है बर्तमान सब नेशनल हाईवे 16 6 लेन है कि चलची कोन कोट गोटे 8 लेन एम चलती ना कोन ता ऊपर पुन अछि थाको ये फ्लाईओवर उडाको विभिन्न सिटी हम देखु दिल्ली विशेष करी फ्लाईओवर उडा पुन परस्पर क्रॉस करछन एति उचार हेछि ता उचार आ गोटे फ्लाईओवर क्रॉस करताकू कोन चलची की राइट ले से उडाको भलो कहलो से ठीक कहलो कोन करी एथि हला कोन जे we are friends or foes or us or against us, etc. In each case, the two parts of the set are viewed as separate, opposite, contradictory, mutually exclusive, and possibly even antagonistic in conflict and with each other. देख लो conflict किंदा आरंभ होला आमे आरंभ करथिले सोसाइटी स्वरूप को ना रियलिटी स्वरूप कोन से जो आरंभ करथिले आसी बर्तन जोड पहुंचे से आसी मु कहथिली कॉन्फ्लिक्ट कि तादर अंतर्निहित एक रोज से जनरल कन्सेप्शन भितर सेटा बर्तन स्पष्ट होची धीरे धीरे केमति कहली से आउटर पड़छि लास्ट nations too are viewed in similar terms. They are either friends or foes,
or us or against us, etc. In each case, the two parts of the set are viewed as separate, opposite, contradictory, mutually exclusive, and possibly even antagonistic and in conflict with each other. ହେଲା ଟିକେ ଟିକେ এটা ହେଲା pluralistic society କଥା. The monist, on the other hand, emphasizes unity, oneness, harmony, interrelatedness, and interdependence of reality. For example, in the natural world, soil, sun, and rain act together, making plant life and thus animal and human life possible. ପିଲାଙ୍କର ସବୁ ବହିରେ ପଢା ହୁଏନି ନା, सूरज एक चंदा एक तारे अनेक, सूरज एक चंदा एक, ये सब गोटे होती मनिस्ट, तारे अनेक प्लुरालिस्ट. The monist and pluralist have two different beginning and end points. तांकर beginning point एवं end point monist गोटे रकम रो, pluralist आ गोटे रकम रो. The monist begins with the universal and goes to the particular. मंडक भलगिरी लिखिरे राजा. The monist begins with the universal and goes to the particular and sets the particular in the broader context of the whole, while the pluralist begins with and goes no further than the particular. आम फिलोसफी केमी डिफाइन कर कही फिलोसफी अबाउट थिंकिंग, philosophy is thinking about the universe as a whole and man's place in it. यूनिवर्स को होल भाव में आगे कनसीव कला, तब रहा ये निर्धारण कला. सेमती मनिस्ट कौन करुच्ची, मनिस्ट या करुच्ची begins with the universal and goes to the particular, एवं पर्टिकुलर को से ब्रॉडर कॉन्टेक्स्ट रे ताकू स्थापन करिकरी ता विषय रे गति निर्धारण करुच्ची. किंतु प्लुरालिस्ट कौन करुच्ची, प्लुरालिस्ट begins with and goes no further than the particular. तार पर्टिकुलर आरंभ, पर्टिकुलर रे शेष, से और यूनिवर्सल आड़ को जीवन है. Thus, to the monist, the human race is as much of an entity or reality as is each individual of which it is composed. Individuality गोटे जमी यूनिट, the whole मध्य सेमती गोटे यूनिट. The monist accepts that each person is unique or different. The difference is external or in terms of appearance, while in essence or beyond appearance, all people are alike, having similar needs or aspirations, although they may be made rich. कहले जे जोड़ाक देह एवं देह धर्म एगुड़िक सब बाहिक या आत्मा हूँ कहला जे all these are really the same. एवं सीधा कहा संगे पुणी समान, ब्रह्म सहित समान. तामने सब इंडिविजुअल कॉन्शियसनेस गोटे एवं यूनिवर्सल कॉन्शियसनेस ठारू अभिन्न, एक एवं अभिन्न. ये मनिष्ठ काम. एक तो मनिष्ठ आम शंकराचार्य को नॉन करुचे से ब्रॉड भाव देखिले
ତମ ମୋ ଭିତରେ ଯୋଉ ଭେଦ ଅଛି, କୋଉଠି ରଙ୍ଗ ଭେଦ, ଭେଦ ଅଛି, କୋଉଠି ଆମର ଅଞ୍ଚଳ ଭେଦ ଅଛି, କିମ୍ବା ଆମର ତମକୁ ଯେତେ ବର୍ଷ ମତେ ସେତେ ବର୍ଷ ନା ମତେ ବହୁତ ଅଧିକ ବର୍ଷ, ଯେ ସ୍ପେସ୍ ଟାଇମ୍ ସିଚୁଏସନ ଏ ଭେଦରେ ଆମେ ସବୁ ଗୋଟିଏ ଗୋଟେ ଅଲଗା ଅଲଗା, କିନ୍ତୁ ଏଗୁଡିକ ସବୁ ବାହିକ ଭେଦ। ଏଥିରେ କିଛି ଆମର ଯୋଉଟା କୋର ଭ୍ୟାଲୁଜ, କୋର ଏକ୍ଜିଷ୍ଟେନ୍ସ ଇଏ ଆଫେକ୍ଟେଡ ହୁଏନି। ଆଟ୍ କୋର वी आर ऑल वन एंड द सेम। এইট ସବୁ କନଫ୍ଲିକ୍ଟର ଖଣି ସବୁ ଯେତେବେଳେ ମୁଁ ମୋ ହାତରେ 14 ହେଲି, ତମେ ସେମିତି ତମ ହାତରେ 14 ହେଲ, ଆମର ଇଣ୍ଡିଭିଜୁଆଲିଟି ଯେହେତୁ ଆମେ ଏଷ୍ଟାବ୍ଲିଶ କରିବାକୁ ଆମେ ଚାହୁଁଛୁ ସବୁ ମନ୍ତେ, ତେଣୁକରି ମୋ ଭିତରେ କୋଉଠି ନା କୋଉଠି କେବେ ନା କେବେ କନଫ୍ଲିକ୍ଟ ହେବାର ମଞ୍ଜି ନିହିତ ରହିବ। କୋଉ ଭାବରେ ରହିବ? ଲିଗାଲି ରହିବ, ଇକୋନୋମିକାଲି ରହିବ, ଥିଓଲୋଜିକାଲି ରହିବ, ବିଭିନ୍ନ ଭାବରେ ରହିବ। ଧର୍ମକୁ ନେଇକି ସଂଘର୍ଷ ହବ, ଇକୋନୋମିକି ନେଇକି ସଂଘର୍ଷ, ମାନେ ସଂଘର୍ଷ ହବ। ଆମ ଭାରତୀୟ ମାନେ ଦିନ କଥା ବିଶ୍ୱାସ କରିବାର ଜଣା ଅଛି ଯେ ତେଲ ଖଣି ଗୁଡା ସବୁ ଆମର ଥିଲା। এটা ପରିବର୍ତ୍ତନ ସବୁ ହଉଛି, ଭୂଚଳନ ହଉଛି, ସେଟା କଣ୍ଟ୍ରି ପଳେଇ ଯାଇଛି। ଯଦି ଏଇ ବିଶ୍ୱାସରେ ଆମେ ଦୃଢ଼ୀଭୂତ ହେଇକି ରହିବା, ଆମେ କହିବା ଆମ ତେଲ ଗୁଡା ନେଇଛ ଦିଅ। ସେମିତି ମଧ୍ୟ ସେ ଗୋଟେ ଦେଶ ଆଉ ଗୋଟେ ଦେଶ ଖଣି, ତେଲ ଖଣିରୁ ତା ଭିତରେ କଣ କେମିତି କଳକୌଶଳ କରିକି ଚୋରି କରିଯାଇଥିବାର ଅତୀତରେ ମଧ୍ୟ ଖବର ପ୍ରକାଶ ପାଇଛି, ଜାଣିଛେ। ଖଣିଜ ସମ୍ପଦ ନେଇକିରି ହଁ ତମେ କାହିଁକି ବାୟୁମଣ୍ଡଳକୁ ବେଶୀ ଦୂଷିତ କର, ଆମେ କରୁନୁ ସେ ବାୟୁମଣ୍ଡଳ ଦୂଷିତ ପାଇଁ ତମେ ଦାୟୀ, କ୍ଷତିପୂରଣ ଦିଅ। ଏଇ ଯୋଉ ଧରଣର କଥା ଅଧିକାର ନେଇକିରି ଏବଂ ଆର୍ଥିକ ଅଧିକାର ଏବଂ ରାଜନୈତିକ ଅଧିକାର ଆକୁ ନେଇକିରି, ଧର୍ମକୁ ନେଇକିରି ସବୁ ଯୁଦ୍ଧ ହେଲାଣି, ତାର ବି ତାଲିକା ତମ୍ପାଖରେ ଅଛି, ମୋ ପାଖରେ ବି ଅଛି। ତେବେ ଏଗୁଡା ସବୁ ଯୋଉ ଅଧିକାର କଥା ଗୁଡାକ ସବୁ ଲେଖିକି ରଖିଥିଲେ ବା ଜାଣିଥିଲେ, ନୋଟ୍ କରିକି ରଖିଥିଲେ, ସେଟା କାମ ଦବ। ଯେତେବେଳେ ଆନ୍ସର ଲେଖିବ ସେତେବେଳେ ଗୋଟେ ସପ୍ଲିମେଣ୍ଟ କରିବ, ଟିକେ ବେଟର ହବ। ମୁଁ ସେଇଥିପାଇଁ ନା ବହିକି ଯାଉନି, ବହିକି ନେକ୍ସଟ ଗୋଟେ ବା ଯୋଉଟା କ୍ଲାସରେ ତାକୁ ଟିକେ ଟିକେ ଦେଖିନେବା, ତାକୁ ଛାଡ଼ି ତ ହବନି, ସେକୁ ମଧ୍ୟ ଦେଖିବା। ବର୍ତ୍ତମାନ ଏଇଗୁଡ଼ିକ ସବୁ ଦେଖାଯାଉ, ଆନୁଷଙ୍ଗିକ ଜିନିଷ ଗୁଡ଼ିକ କନସେପ୍ଟ ୱାଇଜ ଆମେ କ୍ଲିୟର ହେବା ଆଗ। Regarding the religion, the monist would hold that there is only one religion, or religion is a universal phenomenon, but it takes a plurality of forms, expressions or traditions. ସେଇ ଭାବରେ ଦେଖିଥିବ, ମୁଁ ତ କିଛି ସମୟ ପୂର୍ବରୁ କହିଲି, ଆମର ଯୋଉ ଭାରତ ବର୍ଷରେ ଯୋଉ ଧର୍ମ ପ୍ରଚଳିତ ହେଇ ଆସିଛି ତାକୁ ଆମେ ସନାତନ ଧର୍ମ ବୋଲି କହୁଛୁ। ଏବଂ ସ୍ୱାମୀ ବିବେକାନନ୍ଦ ଗୋଟେ ୟୁନିଭର୍ସାଲ ରିଲିଜନ ପ୍ରଚାର କରିଥିଲେ, ସେ କଥା ତମେ ଜାଣିଥିବ। ଏବଂ ବାହାଉଲା ମଧ୍ୟ, ବାହାଇ ରିଲିଜନ ଯୋଉଟା କହୁଛେ, ସେଟା ମଧ୍ୟ ସେ ୱାର୍ଲଡ ରିଲିଜନ ବୋଲି କହନ୍ତି। ତେବେ ବାହାଉଲାଙ୍କର ୱାର୍ଲଡ ରିଲିଜନ କିପରି ଏବଂ ବିବେକାନନ୍ଦଙ୍କର ପ୍ରକୃତିତ ୟୁନିଭର୍ସାଲ ରିଲିଜନ କିପରି, ତା ଭିତରେ ଅବଶ୍ୟ ତଫାତ ରହିବ। କିନ୍ତୁ ଯେତେବେଳେ ରିଲିଜିୟସ କନକ୍ଲେଭ ସବୁ ହୁଏ, ରିଲିଜନ ଭିତରେ ଯୋଉ ବିବାଦ ସବୁ ରହିଛି ତାର ସମାଧାନ ପାଇଁ ଯୋଉ ଡାୟଲଗ ସବୁ ସୃଷ୍ଟି ହୁଏ, ସେଠି କୁହାଯାଏ ଯେ ଇନ୍ ଏସେନ୍ସ ଅଲ୍ ଦି ରିଲିଜନ୍ସ ଆର୍ ୱାନ୍। କୋର ଫିଚର ଗୁଡାକ ହିନ୍ଦୁଇଜମର ଯାହା, ଇସଲାମର ତାହା, ଖ୍ରୀଷ୍ଟିଆନିଟିରେ ମଧ୍ୟ ତାହା। ଏମିତି ଯେତେ ବଡ ବଡ ରିଲିଜନ ଅଛନ୍ତି, କେତେ ଗୋଟେ ତ ପୁଣି ଶାଖା ରିଲିଜନ ଅଛନ୍ତି, ଯେମିତି ମନେକର ଯୋଉ ବୁଦ୍ଧିଜିମ୍, ଜୈନିଜିମ୍, ଏମାନେ ସବୁ ହିନ୍ଦୁ ଧର୍ମର ବିରୋଧୀ ଧର୍ମ ହିସାବରେ ତାଙ୍କର ଆବିର୍ଭାବ ଘଟିଛି। ସେମିତି ଆମର ଏଟା କଣ ଗୋଟେ ଶିଖ ଧର୍ମ, ସେଟା ମଧ୍ୟ ହିନ୍ଦୁଇଜମର ଗୋଟେ ଶାଖା ଧର୍ମ ବୋଲି କୁହାଯାଏ। ସେ ତାକୁ ଶାଖା ଗୁଡ଼ିକ ଛାଡ଼ିଦେଲେ ଇନ୍ ଏସେନ୍ସ ଗୋଟେ ସବୁ ବଡ଼ ବଡ଼ ଧର୍ମ ଅଛନ୍ତି, ତାଙ୍କର ଏସେନ୍ସରେ ସେମାନେ ସବୁ ଏକା କଥା କହନ୍ତି।
तापर परिस्थितिर विभिन्नता दृष्टिରୁ अन्यान्य भिन्न भिन्न कथा सब अच्छी तेमनि जो सब होचंती गोटे रिलीजन प्रवक्ता से माने बाहिक गुण उपर विशेष जोर दियंती नहीं अंतर्निहित साधारण गुण गुड़िक उपर से माने जोर दे थांती there is only one God but that God is manifested in a number of ways each religion is one of the different ways God experienced just as there is more than one path on the mountain but all see the same moon देखो केते सुंदर उदाहरणटा गोटे पर्वतर शृंग चढ़िया तार विभिन्न सब एक्सेस अच्छी जिमते एवरेस्ट जाप इंडिया आड़ एक्सेस अच्छी नेपाल आड़ अच्छी एवं चाइना आड़ अच्छी the ways are many but the destination is one the monist believes that such a view is conducive to religious evolution and world peace avoids a religious bigotry intolerance and thus much more conducive to a peaceful world तेणुकर मनिज्म अर्थात रियलिटी इज वन बोली कहले वर्ल्ड बोली प्रतिपादन कले एवं विश्वास कले तार परिणति कौन एवं वर्ल्ड इज ए प्लुराल वर्ल्ड एटा होची गोटे प्लुरालिस्टिक व्यू ऑफ द वर्ल्ड तार परिणति कौन गांधी को कथा विचार करबा गांधी कोन करथिले तांकर सर्वधर्म समन्वय विश्वास थिला से कहते सब रिलीजन हूँ मो रिलीजन सर्वधर्म समभाव तो गोटे पॉइंट किंतु मतरे सर्वधर्म मम भाव एवरी रिलीजन इज माय रिलीजन मु मंदिर जीवी मु गिरजा जीवी मस्जिद जीवी एठी नमाज पढ़ी से प्रार्थना करी आ से साल्म पढ़ी बाइबल so if we were to characterize Gandhi's views by one of the three categories co category monism dualism pluralism by one of the three categories which would they fit best into Gandhi को था विचार करबा तांको मोनिस्ट बोली कहबा ना डुअलिस्ट बोली कहबा ना प्लुरलिस्ट बोली कहबा the answer is monism or perhaps even more a combination of monism and pluralism से पुन कौन मोनिज्म प्लुरलिज्म से प्लुरलिज्म हो he did not denigrate individualism but he said quotation I value individual freedom but you must not forget that man is essentially a social being individual ठीक अच्छी किंतु essentially he is a social being तार भी डेफिनेशन रा सेमतिका आम एरिस्टोटल को लेखारे पाइबा मैन इज ए सोशल बीइंग तेणुक मनीष सोसाइटी की छाड़िक रही पार नहीं सोसाइटी रे तार स्थिति एवं मान तार भविष्यत रो जाबतीय उन्नति एसेंशियली सोशल बीइंग अनरेस्ट्रिक्टेड इंडिविजुअलिज्म इज द लॉ ऑफ द बीस्ट ऑफ द जंगल जदि ऑर्गेनाइज्ड हेबे जदि समस्ते एकाकी वास करिवे अनिर्भर होइकि केही का पर निर्भर करिवे नाही ताले सेठी सोसाइटी नाही सेठी केवल जंगल रो पशु मानकर स्थिति भली स्थिति हे जो सेठी स्टेट विषय जो सब पॉलिटिकल साइंस थिबो बीए रे पढिसिबे सेमान देखिबे जो ओरिजिन ऑफ द स्टेट आलोचना कला बेल को केमती रूसोंकर मत आलोचना करू आ मत आलोचना से स्टेट केमती ओरिजिन कला दी तीन मत ना ना हमर सर लॉके सोशल कॉन्ट्रैक्ट हाँ बा हॉब्स लॉक एंड रूसो लेविएथन थ्योरी से आलोचना हुए the society before the formation of the state was nasty, brutish. ब्रिटिश ये कथा पाइन ना
ନାସ୍ଟି ବ୍ରୁଟିଶ ଆଣ୍ଡ ସଫ୍ଟ କୁହାଯାଇଛି ଏବଂ ସେଟା ଯୋଉ ଲ ଅଫ୍ ଦି ଜଙ୍ଗଲ କଥା କୁହାଯାଇଛି ସେଠି ଏବଂ ସେଟାକୁ ଷ୍ଟେଟ୍ ଅଫ୍ ନେଚର ବୋଲି କୁହାଯାଇଛି। ଯଦି ବର୍ତ୍ତମାନ ଯୋଉ ଅବସ୍ଥାରେ ଆମେ ବାସ କରୁଛୁ ସେଟା ଯଦି ଷ୍ଟେଟରେ ବାସ କରୁଛୁ ତାହେଲେ ତା ପୂର୍ବରୁ ଯେତେବେଳେ ଷ୍ଟେଟ୍ ଫର୍ମେସନ ହେଇନଥିଲା ସେଟା ହଉଛି ଷ୍ଟେଟ୍ ଅଫ୍ ନେଚର, ଯୋଉଠି ଶୃଙ୍ଖଳା ନାହିଁ, ଯୋଉଠି କୌଣସି କଣ୍ଟ୍ରୋଲ ନାହିଁ, ଯୋଉଠି ଅର୍ଗାନାଇଜେସନ ନାହିଁ, ସେଟା ହଉଛି ଷ୍ଟେଟ୍ ଅଫ୍ ନେଚର। ସେଇଥିପାଇଁ ଏଠି କୁହାହେଲା ଯେ ଯଦି ମଣିଷକୁ ଅଖଣ୍ଡ ସ୍ୱାଧୀନତା ଦେଇ ଦିଆଯିବ, ମଣିଷକୁ ସ୍ୱୟଂ ନିୟନ୍ତ୍ରିତ ଇଣ୍ଡିଭିଜୁଆଲ ହିସାବରେ ଧରି ନିଆଯିବ, ଯଦି ତା ପାଇଁ ସୋସିଆଲ କଣ୍ଟ୍ରୋଲ କିଛି ନ ରହିବ, ଯଦି ସୋସିଆଲ କୋହେସନ କିଛି ନ ରହିବ, ତାହେଲେ ସେ ଜଙ୍ଗଲରେ ଥିବା ପଶୁମାନେ ସମାନ। ଅନରେଷ୍ଟ୍ରିକ୍ଟେଡ୍ ଇଣ୍ଡିଭିଜୁଆଲିଜିମର ଦଶା ସେଇଆ। ଗାନ୍ଧୀ recognized that individuals may have rights, but even more, they have duties. And if all simply insist on rights and no duties, there will be utter confusion. If instead of insisting on rights, everyone dies his duty, dies not like I dies not, does his duty, that is a type of everyone does his duty, there will immediately be the rule of order established among mankind. What is called satyagraha, Gandhi jaku satyagraha boli kouchandi, is to be deduced from an appreciation of duties and rights both. What we have here is the universal problem of balance between rights and duties. Western societies, which are individualistically oriented, rights are emphasized more, while in group-oriented societies, stress is laid on duties. ଏଠି ଟିକେ କେବଳ ଯେହେତୁ ଆମେ ଫିଲୋସଫିରେ ଫଣ୍ଡାମେଣ୍ଟାଲ ଥିଙ୍କିଂ କରୁ ଏ ବିଷୟରେ ଆଲୋଚନା କଲା ବେଳକୁ ଟିକେ ଆମ ନିଜ ସୋସାଇଟି ଯୋଉ ସୋସାଇଟିରେ ବର୍ତ୍ତମାନ 21st ସେଞ୍ଚୁରୀ ଆମେ ଜୀବନ ବଞ୍ଚୁଛେ ତା ବିଷୟରେ ଟିକେ ଆଲୋଚନା ଦେଖିବା। ଭାରତରେ ବର୍ତ୍ତମାନ ଆମେ ଯୋଉ ପ୍ରକାର କଲ୍ୟାଣୀ ଆସିଛ କି? ଆଜ୍ଞା ସାର୍ ପ୍ରଣାମ ସାର୍। ଆଜ୍ଞା ସାର୍ ପ୍ରଣାମ ସାର୍। ତମେ ଏଠି ବସି କଣ କରୁଛ? ଶୁଣୁଛି ସାର୍। ତମେ ଇଗ୍ନୁ ତରଫରୁ ସୁପରଭାଇଜ କରୁଛ ନା କଣ? ଏ ବାପରେ ସାର୍ ଏତେ ବଡ କଥା କାହିଁ କହୁଛନ୍ତି ସାର୍, ମୁଁ ଟିକେ ଶୁଣିବି ଆପଣ। ଆଜ୍ଞା ସାର୍। ବର୍ତ୍ତମାନ ଯୋଉ ପ୍ରକାର ସୋସାଇଟିରେ ଆମେ ବସବାସ କରୁଛେ ଦେଖିବ ସେଟା ବୋଧେ ଏଇ ୱେଷ୍ଟର୍ଣ୍ଣ ଢାଞ୍ଚାରେ ଧୀରେ ଧୀରେ ତିଆରି ହେଇକା ଯାଉଛି। ଆମେ ଧୀରେ ଧୀରେ କୋହେସିଭ ସୋସାଇଟିରୁ ଇଣ୍ଡିଭିଜୁଆଲିଷ୍ଟ ସୋସାଇଟି ଆଡକୁ ଗତି କରୁଛୁ ଏବଂ ଇଣ୍ଡିଭିଜୁଆଲିଜିମର ଯୋଉ ସବୁ ଦୁର୍ଗତି କଥା ଏଠି ମୁଁ କହୁଛି ସେ ଦୁର୍ଗତି ଆମକୁ ସବୁ ଧୀରେ ଧୀରେ ଗ୍ରାସୁଛି। Gandhi believed that all pluralistic এই ପଏଣ୍ଟକୁ ତାଙ୍କର ସେ ମନିଜିମକୁ ଡିନାଇ କରିବେନି କି ପ୍ଲୁରାଲିଜିମକୁ ଡିନାଇ କରିବେନି ଏଇ ଭାବରେ ଯେ ମଣିଷର ନିଜସ୍ୱ ସ୍ୱାଧୀନତା ଅଛି କିନ୍ତୁ ସେ ସ୍ୱାଧୀନତା ଅନ୍ୟମାନଙ୍କ ସାଙ୍ଗରେ ମିଳିମିଶିକିରି ସଂଗଠିତ ଭାବରେ ସୋସାଇଟି ଏବଂ ଦେଶ ଗଢିବାର ମଧ୍ୟ ତାର କର୍ତ୍ତବ୍ୟ ଅଛି, ଅଧିକାର ଅଛି। ମୁଁ ମୋର ପରର କର୍ତ୍ତବ୍ୟ ସେଟା କଥା ଦେଖୁଛୁ that is deduced. Gandhi's point of view is deduced from a particular theory of reality, which is monism. He cautioned that a satyagrahi must never forget the distinction between evil and evil doer. ମନ୍ଦ କାର୍ଯ୍ୟ ଏବଂ ମନ୍ଦ କାର୍ଯ୍ୟର କର୍ତ୍ତା ଏ ଭିତରେ ସେ ଫରକ ଭୁଲିଯିବନି। For it is an attempt with every satyagrahi that there is no one so fallen in this world who cannot be converted by love.
ଯଦି କୌଣସି କାମ ଜଣଙ୍କ ଦ୍ୱାରା ହେଇଗଲା ତାହେଲେ ସେ ଲୋକଟା ମନ୍ଦ ଏପରି ବିଚାର ହଉଛି ଭ୍ରାନ୍ତ। କାରଣ ତାହାର ଗୋଟିଏ କେତେବେଳେ କୌଣସି କାର୍ଯ୍ୟ ତାର ମନ୍ଦ ହେଇଗଲା, ଦୋଷରୁ ହେଲା, ଏଟା ବିଚାର କରିପାରେ ଏବଂ ତାକୁ ଭବିଷ୍ୟତରେ ମନ୍ଦ କାର୍ଯ୍ୟରୁ ନିବୃତ୍ତ କରାଇବାର ସମ୍ଭାବନା ସବୁବେଳେ ରହିଛି। ସେଇଥିପାଇଁ ସେ କହୁଛନ୍ତି ମନ୍ଦ କାର୍ଯ୍ୟ ସହିତ ମନ୍ଦ କାର୍ଯ୍ୟକର୍ତ୍ତାକୁ ଏକ ସମ ବୋଲି ଭାବ ନାହିଁ। ଏଇଥିରୁ କଣ ଜାଣିବା? ତା ଦେହରେ ସେ ରିଏଲିଟି ବିଷୟକୁ ଯୋଉ ଭିଗମ ଆଲୋଚନା କଲେ ଆରମ୍ଭରୁ, ମନିଜିମ୍, ଡୁଆଲିଜିମ୍, ପ୍ଲୁରାଲିଜିମ୍, ଏଠି ଗୋଟେ ଦୃଷ୍ଟି ଦେଖିଲେ ମନିଜିମ୍ ଏବଂ ପ୍ଲୁରାଲିଜିମ୍ର କିପରି ସମ୍ମିଶ୍ରଣ ଘଟିଛି ଗାନ୍ଧୀଙ୍କ ଚିନ୍ତାଧାରାରେ। ଗାନ୍ଧୀ କହୁଥିଲେ, I do not believe that an individual may spirituality while those that surround him suffer. I believe in Advaita. I believe in the essential unity of man, and for that matter, all that lives. I believe that if one man gains spiritually, the whole gains with him, and if one falls, the whole world falls to that extent. अर्थ आम एपरी सोसाइटी गोटे कोहेरेंट सोसाइटी बास करछु जे we all either swim together or sink together. Your swimming is my swimming is your swimming, and my falling is your falling, and your falling is my falling. केमती चिंताधारा? ए प्रकार चिंताधारा हूँ शांतिर चिंताधारा। अपर प्रकार चिंताधारा हूँ कॉन्फ्लिक्ट चिंताधारा। तेणुक कॉन्फ्लिक्टर मूल मंजी कौटी, शांतिर मूल मंजी कौटी, एवं सेटा जो मूल मंजी कथा आलोचना करते सेटा जे फिलोसॉफिकल ए हृदबोध हवा दरकार। कहीं ये सब जो गुड़ाक आलोचना करते बहु अंश फैक्ट रोचे कि मूल कथा जे अल्प केतोटी अच्छी से गुड़िक हूँ फिलोसॉफी कॉन्सेप्ट। फिलोसॉफी कॉन्सेप्ट को क्लियर हो गले तापर तादरे फैक्ट खोजिक खंजाई असुविधा हम ना। इन एथिक्स गांधी कथा टी आलोचना होची। इन एथिक्स गांधी एसोसिएटेड द गुड नॉट जस्ट विथ ए माइनॉरिटी or even majority, but with the good of all. This is seen in his view that a votary of Ahimsa can ascribe to the utilitarian formula of the greatest good of the greatest number. He will strive for the greatest good for all and die in the attempt to realize that ideal. टिके कथार केम तथा दूस आमे जो मान सब भूते दौचंती बा जो मान सब भूते जाउचंती सेमानकुठु आमे डिस्टेंस रखी रहबा दरकार। आज स्टूडेंट्स ऑफ फिलोसॉफी आमे साधारण कथा कथा कह दउची वी बिलीव इन ग्रेटेस्ट गुड ऑफ द ग्रेटेस्ट नंबर, किंतु सेथरे जो प्रणालिका अछि सेथरे जो विपद अछि से प्रति सचेतन होइका दरकार। ग्रेटेस्ट गुड ऑफ द ग्रेटेस्ट नंबर ये हैला पाश्चात्य चिंताधारा, मेन्थम मिल को चिंताधारा छे, यूटिलिटेरियनिज्म चिंताधारा छे। कि आमर यूटिलिटेरियनिज्म चिंताधारा नो आमरो जेते सब देवता को प्रार्थना अच्छी वैदिक प्रार्थना रे सेठी समस्त में प्रार्थना करा जाए। एठी करा जाए केमती सर्वे भवन्तु सुखिनः। हाँ सर्वे ठीक कहला सेटा मन पकेउथली सर्वे भवन्तु सुखी। सर्वस्व आरती हरे हरण कर गोटे आणिकी मोर तो दी चकिया बहुत दिला चढ़ी 4 चकिया चढ़िया इच्छा है घर सब दाबी कर पड़सा
ସବୁ ଚାରି ଚକିଆ କିଣି ସାରିଲିଣି, ମତେ ଗୋଟେ ଚାରି ଚକିଆର ବ୍ୟବସ୍ଥା କରେଇଦେଲ। ଏ କଥା ସେ ପ୍ରାର୍ଥନା କରୁନି, ନିଜ ପାଇଁ କିଛି ପ୍ରାର୍ଥନା କରୁନି, ସିଏ ସମସ୍ତଙ୍କ ପ୍ରାର୍ଥନା କରୁଛି। ଯୋଉ ଗୋଟିକ ପ୍ରାର୍ଥନା କରୁଛି ସିଏ ସମସ୍ତଙ୍କ ପାଇଁ କରୁଛି। ମୁଁ ସମସ୍ତଙ୍କ ପାଇଁ କରୁଛି, ତମେ ସମସ୍ତଙ୍କ ପାଇଁ କରୁଛ। ତେଣୁକରି ସମସ୍ତେ ସମସ୍ତଙ୍କ ପାଇଁ, କେହି ନିଜ ପାଇଁ ନୁହେଁ। ପ୍ରାର୍ଥନା କଲାବେଳେ ବୈୟକ୍ତିକ ଭାବେ ପ୍ରାର୍ଥନା କରୁଛେ, କିନ୍ତୁ ଯୋଉ ପ୍ରାର୍ଥନାଟି କରୁଛେ ଯାହା ପାଇଁ କରୁଛେ ସିଏ ହଉଛି ସର୍ବ। ତେଣୁକରି ଯେତେ ପ୍ରାର୍ଥନା ଦେଖିବା ଆମର ଅଛି, ଆମେ ତ ଦିଟା ଦେଖିଲେ, ଗୋଟେ ସର୍ବସ୍ୟାତି ହରେ ଦେବି, ଆଉ ଗୋଟେ ଦେଖିଲେ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶନ୍ତୁ ମା କ୍ୱଚିତ୍ ଦୁଃଖ ଭାଗ ଭବେତ୍। ଏ ସବୁ ସେଥିରୁ ଗୋଟେ ଗୋଟେ ଇନଷ୍ଟାନ୍ସ। ମଧୁସୂଦନ ରାଓଙ୍କର ସେ ଯୋଉ ଅଖିଳ ବ୍ରହ୍ମାଣ୍ଡ ପତି, ସେଥିରେ ମଧ୍ୟ ସେମିତି ଅଛି, ସମସ୍ତଙ୍କ କଥା କୁହାଯାଇଛି। ତେଣୁକରି ଏଇ ଯୋଉ ୟୁଟିଲିଟାରିଆନିଜିମ୍, ସେଇଟା ଭାରି ଦେଖିବାକୁ ବାହାରକୁ ଭାରି ଚକଚକିଆ, ଏବଂ ଆମେ ସବୁ ସେଇଥିରେ ପ୍ରାୟ ପ୍ରକାରାନ୍ତରେ ହଜି ମଜି ଯାଇଛୁ। କିନ୍ତୁ ସେଇଟା ଯେ କେତେ ବିପଜ୍ଜନକ, ସେଇଟା ଟିକେ ତା ଭିତରୁ ଦୂରେଇ ଯାଇକରି ଚିନ୍ତନ ମନନ କଲେ ଜଣା ପଡିବ। ଯେମିତି ଏଠି ଗାନ୍ଧୀଙ୍କ ଚିନ୍ତାଧାରା ବ୍ୟାକଗ୍ରାଉଣ୍ଡରେ ସେ କଥାଟା କରାହେଇଛି। କେମିତି କୁହାଯାଇଛି? The individual will strive for the greatest good for all. ସେ ସେଇଥିପାଇଁ ଆକାଶବାଣୀ କଟକର ଗୋଟେ ଅଛି ମୋଟୋ, ସେଟା ମୁଁ ବହୁତ ଥର ଅବଜେକ୍ଟ କରିଛି, ଥରେ ଲେଖିଥିଲି କାଗଜରେ ଗୋଟେ ଆର୍ଟିକିଲରେ। ସେଥିରେ ହଉଛି ବହୁଜନ ହିତାୟ ବହୁଜନ ସୁଖାୟ। ବୋଲେ ବହୁଜନ ମାନେ କଣ? ବହୁଜନ ମାନେ ତ ଗ୍ରେଟେଷ୍ଟ ଅର୍ଥଟା ସେଥିରେ ବାହାରୁଛି। ଏଇଟା ସର୍ବଜନ ହିତାୟ ସର୍ବଜନ ସୁଖାୟ ହେବା କଥା। ଏବଂ ତାପରେ ପରେ ଦେଖିଲି ବର୍ତ୍ତମାନ ସେଇଟା ନାହିଁ। ବ୍ରହ୍ମପୁର ଏଣ୍ଟ୍ରି କଲା ବେଳକୁ ବ୍ରହ୍ମପୁର ସେଠି ଲେଖା ହେଇଥିଲା ବହୁ ସର୍ବଜନ ସୁଖାୟ ସର୍ବଜନ ହିତାୟ ବୋଲି ଲେଖା ହେଇଥିଲା। ତା ଭିତରୁ ଗୋଟେ ପଢିଥିବ, କଣ ମନନ କରିଥିବ, ସେଟାକୁ ସେୟା ଲେଖିଥିଲା। ଏଟା ବହୁଜନ ତ ସେ ଗ୍ରେଟେଷ୍ଟ କଥା ଆସିଲା, ୟୁଟିଲିଟାରିଆନ ପ୍ରିନ୍ସିପଲ, ସର୍ବଜନ ହିତାୟ ସର୍ବଜନ ସୁଖାୟ। ତାପରେ ଗୋଳେଇ ମୋଳେଇ କେତେ କହନ୍ତି, ହଁ ସେ ତା ଅର୍ଥ ସେଇଆ। ତା ଅର୍ଥ ଯଦି ସିଏ ତା ପାଇଁ ତ ଶବ୍ଦ ଅଛି ଅଲଗା, ଶବ୍ଦଟା ବ୍ୟବହାର କରୁନ, ବହୁଟା ଲେଖିବ, ସର୍ବଟା ସେଥିରୁ ମିନ୍ କରିବ, କାହିଁକି? ତେଣୁ ଶବ୍ଦ ନଥାନ୍ତା। ତେଣୁକରି greatest good of the greatest number, it is a restricted principle, restricted ethical principle for development of mankind. Of course, the main tenet of Gandhi's ethics is his insistence on non-violence. Over and over again, he maintained that non-violence is without exception superior to violence, and that nothing enduring can be built upon violence. That brute force has been the ruling factor in the world for thousands of years, but there is little hope of anything good coming out of it in the future. That non-violence is a universal principle, and its operation is not limited by a hostile environment. Moreover, non-violence should and can be practiced by states as well as by individuals. Gandhi said that non-violence is not merely a personal virtue, it is also a social virtue to be cultivated like other virtues. What I ask for is its extension on a larger national and international scale. Indians followed Gandhiji's lead on this to become free of England. His emphasis on non-violence also reflects his concern that only moral means can be used to achieve good ends. This is seen in his statement that progress towards goal will be in exact proportion to the means used. আমার ধারণা এই যে means have end নেইকিরি যে by hook or by crook this has to be achieved. ତାମାନେ ସେ କହିବାକୁ ଚାହାନ୍ତି ମିନ୍ସ ଯାହା ହଉ ନା କାହିଁକି ସେଟା ଏଣ୍ଡ ଯଦି ଠିକ ଅଛି ମିନ୍ସ ଯାହା ହଉ ନା କାହିଁକି ଚଳିବ। କିନ୍ତୁ ଗାନ୍ଧୀଙ୍କ ପାଇଁ ମିନ୍ସ ହେଇଥିବ ଗୁଡ୍ ଏବଂ ଏଣ୍ଡ ମଧ୍ୟ ହେଇଥିବ ଗୁଡ୍, ତାହେଲେ ଯାଇକରି ଦ ଆଉଟପୁଟ୍ ହବ ଗୁଡ୍। ସୋ
the means must be good and the end must also be good. ତେଣୁକରି ଏଇ ଯୋଉ ଟିକେ ଟିକେ ତଫାତ ରହୁଛି ସେ ତଫାତ ବିଷୟରେ ଆମେ ଅବଗତ ରହିବା ଏବଂ ଏଗୁଡ଼ିକ ପରିଶେଷରେ ଯୋଉ ଫିଲୋସଫିକାଲ ଥିଓରି ଅଫ ରିଏଲିଟି ସହିତ ସଂଯୁକ୍ତ ସେ ବିଷୟରେ ଆମେ ଟିକେ ଅବଧାରଣା କରିବା। A combination of monism and pluralism characterizes Gandhi's religious outlook. This is most obvious in his statement that religions are different roads converging on the same point. What does it matter that we take different roads as long as we reach the same goal? He did not believe in conversion. गोटे धर्म आ गोटे धर्म को रूपांतरण से चाहून क्या सब धर्म सार रूपांतर। He said, my veneration for other faiths is the same as that for my own faith. Therefore, no thought of conversion is possible. The aim of fellowship should be to help a Hindu become a better Hindu, a Muslim to become a better Muslim, and a Christian to become a better Christian. One need not be hesitant over learning about other religions, for the Hindu system of philosophy regarding all religions as containing elements of truth in them and enjoins an attitude of respect and reverence towards them all. Ahimsa, he said, teaches us to entertain the same respect for all religious faiths of ours as we accord to our own. Hello. अच्छा ଏବେ ଆଉ ଗୋଟେ ପଏଣ୍ଟ ଦେଖିବା ସେଟା ହଉଛି ଏଇ ଯୋଉ ୱାର ସବୁ ହଉଛି ଆଜି ଅଳ୍ପ ସମୟ ଅଛି ସେଟା କାଲିକି ରଖିବା ଆଉ ଗୋଟେ ଜିନିଷ ତ କହୁଛି ଗତ ଶତାବ୍ଦୀରେ ଏବଂ ଏ ଶତାବ୍ଦୀରେ ଯେତେ ସବୁ ୱାର ହେଇଛି ରାଜନୈତିକ ଅଧିକାରକୁ ନେଇ ଅର୍ଥନୈତିକ ବ୍ୟାପାରକୁ ନେଇ ଏବଂ ଧର୍ମକୁ ନେଇ ତାକୁ ଗୋଟେ ସୂଚନା ଦେବାକୁ ଚାହୁଁଥିଲି ଏବଂ ପିସ୍ ମୁଭମେଣ୍ଟ ଯାହା ସବୁ ହେଇଛି ତାକୁ ଗୋଟେ ଉଦାହରଣ ଦେବାକୁ ଚାହୁଁଥିଲି ଭଲ ପଡ଼ିଛି ସେଇଟା ରଖିଥିଲି ପଡ଼ିଗଲା ସେ ଅଛି ନା ମୁଁ କହିଦେଉଛି କେତେଟା ସେଥିରୁ ଲେଖି ରଖିବ ଖାଲି ଟିକେ ତୁମର ଏଗୁଡ଼ା ସବୁ ହିଷ୍ଟୋରିକାଲ ଫ୍ୟାକ୍ଟ ଗୁଡ଼ାକ the 20th century देखो से आम जो प्रसंग आलोचना कले ए पर्यंत सेटा होची ontological views reality is one or two or many एवं सेथिरु reality is one बोली जदि विश्वास रहिला तार इंपैक्ट कोन पड़िबो हम जनजीवन उपरे एवं reality जदि many कथा कहला गला जनजीवन उपरे कोन इंपैक्ट पड़िबो एमती जदि रियलिटी मेनी हैला कॉन्फ्लिक्ट वार रो सूत्रपात सीट रहिला एवं आज ए मैटर फैक्ट
our society is organized democratically ଏବଂ ସେ ପ୍ରକାର ଅର୍ଗାନାଇଜେସନରେ ଇନହେରେଣ୍ଟ ରହୁଛି କନଫ୍ଲିକ୍ଟର ସବୁବେଳେ because the conception is ultimately individuals are for the individuals primarily. अच्छा तापर देखा एपरी भावनार विभीषिका कौन सब केमती गत सेंचुरी एवं ए सेंचुरी the 20th century was dominated by war and conflict that continually shifted the balance of power around the globe. The pivotal time period saw the emergence of total wars like World War I and World War II, in which militaries used any means necessary to win. These wars are so massive that they encompassed nearly the entire world. Other wars like the Chinese Civil War remained local but still caused the death of millions. अच्छा आमरो दीटा वार कथा आम पुराण रे अछि महापुराण रे गोटे अछि एपिक्स रे अछि गोटे अछि महाभारत रे गोटे अछि रामायण रे महाभारत रे अछि पांडव कौरव युद्ध कथा एवं रामायण रे अछि राम रावण आलोचना करिवा एवं से संक्रांत रे जस्ट वार एवं अनजस्ट वार ए विषय काली टिके आलोचना करिवा आज खाली इतिहास पर आखि पकेवा कौन कौन सब युद्ध विभीषिका गत शताब्दी एवं ए शताब्दी संघटित होइछि मोटिव्स फॉर दीज वार्स ए जो वार कथा कहली केते बडे वार बड़ सांघातिक हेछि ग्लोबल डायमेंशन रे से सब युद्ध संघटित होइछि संगठित न होकर लोकल हेटिले जिन चाइनीज वार बहु संख्या range from disputes to govern even the international murder of an entire people. But they all shared one thing as a extraordinary number of deaths. युद्ध जो कारण होना कहीं असीम परिमाण जे डेथ होती एटा सब वार रो विलक्षण you will see that in many cases soldiers were not the only one dying soldier मान मरचंती एवं सिविलियन कम संख्या रे मरि नांती what were the deadliest wars of the 20th century the three wars with the highest number of civilian and soldier fatalities were World War II, World War I, and the Russian Civil War, respectively. The biggest war of the 20th century and of all time was war, which lasted from 1939 to 1945, involved most of the planet. When it was finally over, between 62 and 78 million are estimated to have died. Of that enormous group, which represents almost 3% of the entire world population, at the time, the huge majority, over 50 million, were civilians. These are statistics. World War II. World War I was also catastrophic, but total casualties are much harder to calculate as the deaths were not well documented. Some sources estimate that there are over 10 million military deaths plus civilian casualties, of which there are thought to be even more. So in total, the number of deaths is estimated at 20 million or more. तापर रशियन सिविल वार कथा कहला जे वर्ल्ड वार नथिला सेटा
विभीषिका बहुत विराट थिला. The third bloodiest war of the 20th century was the Russian Civil War. This war caused the death of an estimated 13.5 million people, almost 10% of the population, 12 million civilians, and 1.5 million soldiers. Unlike the two world wars, however, the Russian Civil War did not spread across Europe or beyond. Rather, it was a struggle for power following the Russian Revolution, and it pitted the Bolsheviks, headed by Lenin, against a coalition called the White Army. Interestingly, this Russian Civil War was over 14 times deadlier than the American Civil War. By comparison, the latter was a much smaller war that resulted in 642,427 Union casualties and 483,026 Confederate casualties. However, the American Civil War, which began in 1861 and ended in 1865, was by far the deadliest war in history for the United States. The second deadliest in terms of American soldier fatality was World War II, with a grand total of 416,800 military deaths. Other major wars and conflicts of the 20th century, एगुड़ा सब बहुत लक्ष्य करिया पड़िबो जे मनीष भितर कि प्रकार भेदभाव सृष्टि होची जा फळे एते युद्ध सब संघटित होची पृथ्वीर एठी सेठी सबठी 1899 रू 1901 the Boxer Rebellion. 1904 Rus 1910 Chicken Revolution. 1913 Balkan Wars. 14 to 19 World War First. 1915 to 1918 American Genocide. 1917 Russian Revolution. 1918 to 1921 Russian Civil War. 1919 to 1921 Irish War of Independence. 1927 to 1937 Chinese Civil War. 1935 to 1936 Second Italo-Abyssinian War. 1936 to 1939 Spanish Civil War. 1935 to 45 तो World War II कहिछि. 1945 to 1990 45 वर्ष धरी Cold War. Just a minute. Cold War. 1946 to 1949 Chinese Civil War resumes. Then 1946 to 1954 First Indo-China War. 1948 Israel War of Independence. 1950 to 53 Korean War. 1954 to 1962 French Algerian War. 1955 to 1972 First Sudanese Civil War. 1956 Suez Crisis.
1959 Cuban Revolution, 1959-1975 ଭିଏତନାମ ୱାର। ଏଇଟା ବହୁତ ଦିନ ଧରି ଚାଲିଥିଲା, 16 ବର୍ଷ ଧରି। ଆମେ ସ୍କୁଲରେ ପଢିଲା ବେଳଠୁ यार भीषणता आम से लक्ष्य कर खबर काज बाहर ଭିଏତନାମ ୱାର। 1967 रे 6 डे वार। 1979 ରୁ 89 पर्यंत सोवियत अफगान वार। 1980 ରୁ 88 ईरान इराक वार। 1990 ରୁ 91 पर्शियन गल्फ वार। 91 ରୁ 95 थर्ड बल्कान वार। 95 रे रुआंडा जेनोसाइड। एतक होइछि 20th सेंचुरी रो। 21st सेंचुरी रे 8 डेडलीस्ट वार सब होइछि आमर शताब्दी मात्र 24 वर्ष भोग होइछि। सेथरे कोन कोन सब होइछि? गोटे होइछि सेकंड कॉन्गो वार 1998 ରୁ 2003। सीरियन सिविल वार। एटा होइछि 2015 रे। तापरे डार्फर वार एटा होइछि 2003 रे। इराक वार 2001 रे। अफगानिस्तान वार 2001। वार अगेंस्ट बोको हराम। एटा 2016 येमेनी सिविल वार। एटा होछि 2021 रशिया और यूक्रेन वार। एटा चलछि फेब्रुआरी 2014 रू। तापरे आउट चलछि पूरा गल्फ वार चलछि। एपरि भाव रे 21st सेंचुरी रे मध्य ए जो वार यार निस्तार हेई नाही। एवं निस्तार न होइबार सब कारण होछि कोन? एई सीमा विवाद एवं अर्थनीति होछि तार कारण एवं रिलीजन मध्य तादरे कारण हेकि रहिछि नुहे। अच्छा ये जो कहूली प्रथम आरंभ रू वार बिगिन्स इन द माइंड्स ऑफ मेन। एटा तो यूथ कहते कि बर्तमान आम यूएन जो अच्छी कॉन्स्टिट्यूशन से लिखाई रही केमती लिखाई कोटेशन एमतिया सिंस वार्स बिगिन इन द माइंड्स ऑफ मेन इट इज इन द माइंड्स ऑफ मेन दैट इट्स डिफेंसेस ऑफ पीस मस्ट बी कंस्ट्रक्टेड। जेहेतु मनुष मनरे युद्ध तैयारी युद्ध न होगापी जो व्यवस्था सेटा मनुष्य मनरे तैयारी हम। The first sentence of the preamble to UNESCO's constitution is translated into 9 languages and carved in a stone on a monument erected at the UNESCO headquarters in Paris। एटा गोटे आदर्श हेकरी आदर्श मोटो होकरी सेठी रही किंतु हेले कौन हम मनुष्य मन भीतर तो वार रही बसा बांधिकी मनुष्य मन भीतर पीस रही। आम तो इंडियन फिलोसफी कहुच्छी मनुष्यटा आनंद जन्म होती आनंद परिवर्धित होची एवं परिशेष आनंद ही लीन हो कहुई मुंडक उपनिषद रे। हेले कौन हम यार उपभोक्ता केते जन अच्छा यार धर्ता केते जन अच्छा यार ग्रहिता केते जन अच्छा जे यूएन जो मोटो रही प्रति अनुरक्त रे एवं कहारी कहारी भीतर संघर्ष लगे ना एक संघर्षहीन पृथ्वी स्थापित हम जो समस्ते समस्त मंगल प्रार्थना करुवे एवं कार्य करुवे एमती कौन संभव हो। बर्तमान आउ जो 15-20 मिनट समय रही
ଆମେ ଶୁଣିବା ମୋ ମତରୁ ଶୁଣିବା ମହାଭାରତ ଯୁଦ୍ଧ ବିଷୟରେ। ମହାଭାରତ ଯୁଦ୍ଧ ବିଷୟରେ କ'ଣ ଜାଣିଛ? ଆଜ୍ଞା ସାର୍। ହ୍ୟାଲୋ। ଏବଂ ଶ୍ରୀକୃଷ୍ଣ ମେଡିଏଟ୍ କରିଥିଲେ ନା 2 ଜଣ କହିଥିଲେ ଯୁଦ୍ଧ କରିକିରି ସେମିତି ହାଣ କାଟ ଲାଗୁ? ଏଠି ଖାଲି ଜାଣିଛ? କୁହ। ଯଦି ଆମେ ଏଇ କଥାଟି ବୁଝିଲେ ଯେ war begins in the minds of men, ଏ କଥାଟା ମଧ୍ୟ ମହାଭାରତର ଯୋଉ କାଳ୍ପନିକ ଯୁଦ୍ଧ ହଉ କି ସେ ସତ ଯୁଦ୍ଧ ହଉ ତା ଭିତରେ ଏଇଟା କେମିତି ପ୍ରସ୍ଫୁଟିତ ହେଇଛି? ହାଉ ଡଜ୍ that Mahabharata war begin in the mind of men? କ୍ଲାସ୍ ରୁମ୍ରେ ତ ବର୍ତ୍ତମାନ 2 ଜଣ ଅଛନ୍ତି, ତମେ କୁହ। ହ୍ୟାଲୋ ସାର୍। ସାର୍ ମହାଭାରତ ଯୁଦ୍ଧରେ ମାନେ ମାନେ କ'ଣ କଳହଟା ଆକ୍ଚୁଆଲି ଆରମ୍ଭ କରିବାର ଇଚ୍ଛା ତ ନଥିଲା କୌରବ ଆଉ ପାଣ୍ଡବ ଭିତରେ ଯୋଉ ମାନେ ହେଇଥିଲା ଯୁଦ୍ଧଟା। ତ କିନ୍ତୁ ମାନେ ଯୋଉ ପଟେ କ'ଣ କୌରବ ସାଇଡରେ କିନ୍ତୁ ସାର୍ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ କ'ଣ ସବୁ କିଛି ମାନେ ଯୋଉଟା କି ପାଣ୍ଡବ ମାନଙ୍କର ଯୋଉ ସମ୍ପତ୍ତିକୁ ସେଇଟାକୁ ହଡପ କରିବା ପାଇଁ ଚାହୁଁଥିଲେ, ଯୋଉଥିପାଇଁ କି ସେମାନେ ନିଜେ ଜାଣି ଜାଣିକି ମାନେ ଗୋଟେ ସୂତ୍ର ଭିଆଇଲେ ଯେ ମାନେ ଯୋଉଟା କି କ'ଣ ସେଟା ପୋଷାପାଲି ଖେଳ ଯୋଉ ହେଲା ସେଇଠୁ ଗୋଟେ ସୂତ୍ର ଗୋଟେ ନା ଖାଲି ଉତ୍ପତ୍ତି କରିବାର ଥିଲା ଯେ ଗୋଟେ ସେଠି ଗୋଟେ ସେମାନେ ଦ୍ୱନ୍ଦ୍ୱ ସୃଷ୍ଟି କରିବେ, କଳହ ସୃଷ୍ଟି କରିବେ, ଏଇଟା ସେମାନେ ହିଁ ଚାହୁଁଥିଲେ। ଆଉ କୃଷ୍ଣ ଯେତେବେଳେ କ'ଣ ଅର୍ଜୁନଙ୍କୁ ସେଟା ଅର୍ଜୁନ ତ ବି ଚାହୁଁନଥିଲେ ଯେ ସମସ୍ତେ ତ ତାଙ୍କର ନିଜର ଥିଲେ ଯେ ସମସ୍ତଙ୍କ ଭିତରେ ଗୋଟେ ଲଢେଇ ହଉ କଳହ ହଉ ସେ ସବୁ ଚାହୁଁନଥିଲେ। କୃଷ୍ଣ କିନ୍ତୁ ସେଟା ଦିଗ୍ଦର୍ଶନ ଦେଇଥିଲେ ଯେ ଯୋଉଟା ଧର୍ମ ସେଇ ଜିନିଷଟାକୁ ମାନେ କରିବା ଉଚିତ ବୋଲି ସେ କହିଥିଲେ। ହଁ ଯେ କିନ୍ତୁ ଏଇ ଯୋଉ କଥାଟା ପାଣ୍ଡବ ପୁତ୍ର ମାନେ ବଡ ହେଲାରୁ ଏବଂ କୌରବଙ୍କ ପୁତ୍ର ମାନେ ବଡ ହେଲାରୁ ସେ ସିନା ଏଇ ଯୋଉ ବିଭିନ୍ନ ରକମର ବିବାଦ ବଡ ବଡ ବିବାଦର ସୂତ୍ରପାତ ହେଲା ଏବଂ କେମିତି ହେଲା ଗୋଟେ ଉଦାହରଣ ଦେଲ ସେ ଯୋଉ ପଷା ଖେଳ। କିନ୍ତୁ ସେମାନେ ଯେତେବେଳେ ପିଲା ଥିଲେ ସେତିକି ବେଳୁ ତାଙ୍କ ମୁଣ୍ଡ ଭିତରେ ସେଗୁଡା ପଶିନଥିଲା? ଭାଇ ଭାଇ ମଧ୍ୟରେ ଯୋଉ ହିଂସା ଦ୍ୱେଷ ଏଗୁଡା ସବୁ ସେତିକି ବେଳେ ପଶିନଥିଲା? ତାଙ୍କ କଲଚରରେ ତାଙ୍କର ଅପବ୍ରିଙ୍ଗିଂରେ ତାଙ୍କର ଯୋଉ ପାଳନ ପୋଷଣରେ ସେଗୁଡିକ ସବୁ ପଶିନଥିଲା ଭେଦ କଥାଟା? ଭୀମକୁ ନହେଲେ ବିଷ ଲଡୁ କାହିଁ ଦିଆ ହେଇଥିଲା? ଭୀମକୁ ବିଷ ଲଡୁ ଦେଇଥିଲେ ମାରିଦେବା ପାଇଁ ନା? ଆଜ୍ଞା ନୁହେଁ କି? ଆଜ୍ଞା। ତେଣୁକରି ତାଙ୍କର ଯୋଉ କଲଚର ଅପବ୍ରିଙ୍ଗିଂରେ ଯୋଉ କଲଚର ପାଳନ ପୋଷଣରେ ଯୋଉ ପଦ୍ଧତି ସେଥିରେ ଏଗୁଡା ସବୁ ଅନ୍ତର୍ନିହିତ ଥିଲା ନା ଆଉ। ଏଇ ଯୋଉ ଯୌଥ ପରିବାର ମାନେ ଆମେ ସବୁ ଦେଖୁଛେ, ମୁଁ ଗୋଟେ ସିନେମାର ଯୋଉ ଉଦାହରଣ ଦେଲି ନେଇ କି ଆଜ୍ଞା ମାୟା ମେରିଗ, ସେଠି ଭାଙ୍ଗିଗଲା କେମିତି ଘରଟା? ଆଚ୍ଛା, ଆଉ ତ ଗୋଟେ ଜିନିଷ ଆମେ ସମସ୍ତେ ପଢିଥିବା କଥା, ମାଟିରେ ମଣିଷ ବରଜୁ ଛକଡି କାଳିଚରଣ ପାଣିଗ୍ରାହୀଙ୍କର ଏଇଟା ପଢୁନ କି? ପଢିଛ ନା କଣ ତାକୁ? ନା ପଢିନି ବୋଧେ। ଏ ଭଗବାନ, ଏଗୁଡା କେମିତି ଛାଡିଛ ମ ଯୋଉଗୁଡାକ କ୍ଲାସିକ୍ସ। ଏଇଗୁଡାକ ତମେ ଯୋଉ ଟିଚର ମତେ ଦୁଃଖ ଲାଗୁଛି। ଏଗୁଡା ସବୁ ହଉଛି ପୁରା ଆମର ଓଡିଆର କ୍ଲାସିକ୍ସ ଗୁଡାକ। ଏଥିରେ ଖାଲି ଗପଟେ ଅଛି ନା ୟା କଥା ତା କଥା କାଳ୍ପନିକ ଭାବରେ ଲେଖା ହେଇଛି? ଗୋଟେ ଗୋଟେ ଉପନ୍ୟାସ ଗୁଡାକ ହଉଛି ଗୋଟେ ମଡେଲ ଅଫ ଲାଇଫ। ଗୋଟେ ମଡେଲ ଦିଆ ହେଇଛି, ଯୋଉ ମଡେଲଟାରେ ଆମେ ଖାଲି ପଢିକିରି ଆନନ୍ଦ ପାଉନୁ ମଡେଲ ବିଷୟରେ, ତା ଦେହରେ ବହୁତ ଶିକ୍ଷା ହଉଛି ଆମର। ନୁହଁ ନା? ତିନିଟା କଥା ହଉଛି ଗୋଟେ ସିନେମା ନାଁ କହିଲି, ସେଇଟା କୋଉଠୁ ଆଣିବ ନା? ଗୋଟିଏ ହଉଛି ବହି ମାଟିରେ ମଣିଷ,
ଆଉ ଗୋଟେ ହଉଛି ବଧୂ ନିରୁପମା ବିଭୂତି ପଟ୍ଟନାୟକଙ୍କର, ବୁଝୁଛନ୍ତି। ଗୋଟାକର ଅଛି କେମିତି ବିବାଦ ଅଛି ଏବଂ ଶାନ୍ତି ଅଛି, ଆରଟାରେ ମଧ୍ୟ ସେମିତି କେମିତି ବିବାଦ ଅଛି ଶାନ୍ତି ଅଛି। ଆମର ବରଜ ଛକଡ଼ି ଯୋଉ ଦି ଭାଇ, ସିଏ ହଉଛନ୍ତି ଗୋଟେ ଯୌଥ ପରିବାରର ଦି ଭାଇ ମାଟିର ମଣିଷରେ, ବୁଝିଲ ନା। ଆଜ୍ଞା ସାର୍। ଭାରି ଭାଇ ସୁଆଗିଆ ଥିଲା, ବଡ ଭାଇ ଯାହା କହୁଥିଲେ ସେ ଅନୁସାରେ ସମସ୍ତେ ଚଳୁଥିଲେ ଆଉ। ତମ ବାପା ମରିଗଲା ପରେ ପରେ, ବାପା ଯେତେବେଳେ ମରିଗଲେ, ମୃତ୍ୟୁଶଯ୍ୟାରେ ସେଇଠୁ ଆରମ୍ଭ ହେଇଛି କଥାଟା ଯେ ତାଙ୍କୁ ଆମର ବରଜ ପ୍ରଧାନ ପୁଅ, ଜେଜେ ଆମ ପାଇଁ କଣ ରଖିଯାଇଛ ପଚାରିଲେ। ସେ ଉପରକୁ ହାତ ଟେକି ଦେଲେ, ତମ ପାଇଁ କେବଳ ଧର୍ମ ରଖିଯାଇଛି, ଧର୍ମ, ଏହା କହିକିରି ସେ ମରିଯାଇଥିଲେ। ଏଇଟା ଦେଖୁନ, ଗଲା ବେଳକୁ ଜଣେ ପ୍ରାଣତ୍ୟାଗ କଲା ବେଳକୁ କଣ କହିକି ଯାଉଛି, ସେ ଗୋଟିଏ ପଦ କଥାରେ କେତେ କଥା ରହିଗଲା। ମୁଁ ତମ ପାଇଁ ଧର୍ମ ରଖିଯାଉଛି। ଧର୍ମ ସାରା ଜଗତକୁ ଧାରଣ କରି ରଖିଛି। ଧର୍ମେଣ ଧ୍ରିୟତେ ମହି, ଏଟା ମହାଭାରତରେ ଅଛି। ଏବେ ରିଲିଜନ ଶବ୍ଦର ଯୋଉ ବ୍ୟୁତ୍ପତ୍ତି, ତାର ଅର୍ଥ ମଧ୍ୟ ସେଇଆ, ରେଲିଗାରେ। ରେଲିଗାରେ ଶବ୍ଦରୁ ରିଲିଜନ ହେଇଛି। ରେଲିଗାରେ ମାନେ ହଉଛି ଦ୍ୟାଟ ହ୍ୱିଚ ଅପହୋଲ୍ଡସ, ଯିଏ ଧରି ରଖେ। ଧର୍ମେଣ ଧ୍ରିୟତେ, ଯିଏ ଧରି ରଖେ ସେଇଟା ହଉଛି ଧର୍ମ। ତେଣୁକରି ସେଠି ଗୋଟେ ୟୁନିଟି ର ସୂଚନା ରହୁଛି। ଗୋଟେ ସବୁ ୟୁନାଇଟେଡ ରହିବ, କୋହରେଣ୍ଟ ହେଇକି ରହିବ, ପରସ୍ପର ସହିତ ଜଡ଼ିତ ହେଇକି ରହିବ, କନେକ୍ଟେଡ ହେଇକି ରହିବ, ସହାବସ୍ଥାନ କରିବ, କୋଏକ୍ଜିଷ୍ଟ କରିବ, ଏଇ ଯୋଉ ଧାରଣାଟା ସେ ଦେଇକିରି ଗଲେ। ସେଇ ଧାରଣାଟା ଗୋଟେ ମଞ୍ଜି ବୋଲି ଯଦି ଧରାଯାଏ, ସେ ମଞ୍ଜି ଯାହା ମୁଣ୍ଡରେ ପୋତା ହେଇଥିବ, ସେ ଘରେ କେବେ ବିବାଦ ହବ? ଛକଟି ଯେତେବେଳେ ବାହା ହେଇକି ଆସିଲା, ସେ ତାପରେ ପରେ ବିବାଦ ଆରମ୍ଭ ହେଲା ସେ ଘର ଭିତରେ। ଛକଡ଼ି ସ୍ତ୍ରୀ ତା ମୁଣ୍ଡକୁ ଖରାପ କଲା ଗୋଟେ ସେ ଗାଁର ଟାଉଟର ଯିଏ, ସିଏ ସେ ସବୁବେଳେ ଯାଇକି କହିଲା ଯେ ସିଏ ତାଙ୍କ ପିଲାମାନେ ଭଲରେ ଚଳୁଛନ୍ତି, ତମ ପିଲାମାନେ ସେମିତି ଭଲରେ ଚଳୁନାହାନ୍ତି, ତମର ତ କିଛି ନାହିଁ, ତମେ ତ କିଛି ଦଉନାହାନ୍ତି, ତମ ମାଇକିଆଟା, ଏଇଭଳିଆ ଭାବରେ ତାକୁ ସବୁବେଳେ ଟିହାଇଲା। ତମେ ତମ ଭାଗ ମାଗିକି ଅଲଗା ହେଇକି ଆସୁନ, ତାକୁ ସବୁବେଳେ ସେଇଆ କହିଲା। ଏବଂ ସେ ମାଗିବ ନାହିଁ, ଭାଇ ସୁଆଗିଆ ତ, ମାଗିବ ନାହିଁ କହିକିରି ଦିନେ ସେଟା ମୁହଁ ଫିଟେଇ କଣ କହିଦେଲା। ସେଠୁ ବରଜ ପ୍ରଧାନ କହିଲା ଯେ ସବୁ ତ ତୋର, ଭାଗ କଣ ଚାହୁଁଛୁ ରେ? ଏହା କହିକିରି ସେ ତା ପିଲାପିଲିଙ୍କୁ ଧରିକି ଛାଡି ପଳେଇଲା ଘର। ତାର ସିନେମା ହେଇଛି, ସେଠି ଯାଇକିରି ଭାଗବତ ଟୁଙ୍ଗରେ ରହିଲା। ସିଏ ସେଠିକି ଛକଡ଼ି ଯାଇଥିଲା ତାକୁ ଭେଟିବା ପାଇଁ ଏବଂ ଫେରିବା ପାଇଁ ତାକୁ ଅନୁରୋଧ କଲା। ତାର ପଶ୍ଚାତାପ ହେଇଛି ପରେ, କିନ୍ତୁ ଉପନ୍ୟାସ ସରିଯାଇଛି, ତାକୁ କହିଛି ଛି ଛି ମାଇକିଆ ଟୋକାଟା, ଏଇଠି କହିକି ଉପନ୍ୟାସ ଛାଡ଼ି ଦେଇଛନ୍ତି। ତାମାନେ ବରଜୁ ଘରକୁ ଫେରି ନାହିଁ। କିନ୍ତୁ ସେ ସିନେମାରେ ଦେଖେଇଛି ଯେ ବରଜକୁ ସେ ପରସୁଏଡ୍ କରିକି ଘରକୁ ପୁଣି ଫେରି ଆଣିପାରିଛି। ସେ ଯାହା ହଉ, ଏଠି ମୁଁ କହିବାକୁ ଚାହିଁଲି ଯେ ଯୋଉ seed of separation, seed of conflict lies something from the very beginning, ଯୋଉଟା କି ଧୀରେ ଧୀରେ ଫଳଟି ବଡ଼ ହେଇକରି ଦ୍ରୁମରେ ପରିଣତ ହୁଏ ଏବଂ ସେଟା ମହାଦ୍ରୁମରେ ପରିଣତ ହୁଏ ଏବଂ ତାର ପରିଣତି ବହୁତ ବିଷମୟ ହୁଏ। ଏଠି ବିଷମୟ ହେଲାନି, ସେ ସବୁ ଜମି ଛାଡ଼ି ଦେଇ ପଳେଇଲା, କାହିଁକିନା ସେ ଗାନ୍ଧିଆନ ପ୍ରିନ୍ସିପଲ ଦ୍ୱାରା ଅନୁପ୍ରାଣିତ ହେଇଥିଲା ବରଜ ପ୍ରଧାନ। ଏବଂ ବାପା ତ କହିଯାଇଥିଲା, ବାପା ନା କି ପ୍ରଧାନ ମନେ ପଡୁନି, ସାଙ୍ଗେ ମନେ ପଡୁନି, ସେ ତ କହିଯାଇଥିଲା ତମେ ଧର୍ମ ରଖି ଯାଇଛି। କିନ୍ତୁ ପରିଣତି ଖରାପ ହେଇଥିଲା। ସେ ଯୋଉ ସିନେମାଟା କହିଲି ମାୟା ମେରିଗରେ, ଘର ଫାଟିଗଲା, ବିଭାଗ ହେଇଗଲା। ସାନଟା ବିଶେଷ ପାଠଶାଠ ପଢୁଥିଲା, ସେ ତାର ରହିଲା ବାପା ପାଖରେ। ତାର IAS ବଡ ଭାଇ ତା ସ୍ତ୍ରୀକି ଧରିକି ସେ ତାର ଅଲଗା ପଳେଇଲା, କୋଉଠି ସରକାରୀ ବଙ୍ଗଳାରେ ରହିଥିବ, କଣ କରୁଥିବ। ତାପରେ ବର୍ତ୍ତମାନ ଅବସ୍ଥା ଯାହା ସବୁ ହେଇଛି, ସେଇଥିରୁ ଅନୁମାନ ପଚାରିଥିବ କି ନ ପଚାରିଥିବ, କଣ କରୁଥିବ। Anyway, the house broke into two. ଆଚ୍ଛା, ସେଠି ବଧୂ ନିରୁପମାରେ କଣ ହେଇଛି, ବିଭୂତି ପଟ୍ଟନାୟକ ଉପନ୍ୟାସରେ ସେଠି ଘରକୁ ବୋହୂ ଆସିଛି, ପୁଅ ଭଲ ପାଇକି ବାହା ହେଇଛି,
କୁଳୀନ ବ୍ରାହ୍ମଣ ବାହା ହେଇଛି ଗୋଟେ ପଣ୍ଡା ଘର ଝିଅକୁ। ପଣ୍ଡା ବି ବ୍ରାହ୍ମଣ, କିନ୍ତୁ ସେମାନେ ଟିକେ ନିଚ ସ୍ତରରେ ବୋଲି ବିବେଚନା, ନିଚ ସ୍ତରର ବ୍ରାହ୍ମଣ ବୋଲି ବିବେଚନା କରାଯାଏ। ସେମାନେ ସମସ୍ତରୀୟ ନୁହେଁ ବୋଲି ବିଚାର କରାଯାଏ। ସେଇଠି କନଫ୍ଲିକ୍ଟ ଆରମ୍ଭ ହେଇଛି। କନଫ୍ଲିକ୍ଟ ଆରମ୍ଭ ହେଲେ ମଧ୍ୟ ସେ ନିରୁପମା ପାଠ ପଢୁଆ ଝିଅଟି, ସେ ତାକୁ ସବୁ ସମ୍ଭାଳିଛି। ଟଲରାନ୍ସ ବଳରେ ସବୁ ସମ୍ଭାଳିଛି। ବହୁତ ଗଞ୍ଜଣା ସହିଛି। ଶେଷକୁ ଇଭିନ୍ ଶାଶୁର ତହବିଲ ଚୋରି କରିକିରି ସେ ତା ଭାଇକି ଦେଇଛି। ଇଏ ମଧ୍ୟ ଆଲିଗେସନ ତାର ହେଇଛି, କିନ୍ତୁ ତାକୁ ସେ ସମ୍ଭାଳି ରହିଛି। ସଭା ଶେଷରେ ସେ ଆଲିଗେସନ ଟା ଡିସପ୍ରୁଭ୍ ହେଇଛି, ଯେତେବେଳେ ଶାଶୁ ତାର ବିଛଣାରେ ପଡ଼ିଛି ରୋଗଗ୍ରସ୍ତ ହେଇକିରି। ତାର ଇଏ ସେବା ଶୁଶ୍ରୂଷା କରିକିରି ଆଉ କେହି ତାକୁ ତାରି ଭଳିଆ ସେବା କଲେନି। ତାକୁ ସେବା ଶୁଶ୍ରୂଷା କରିକି ତାକୁ ଆରୋଗ୍ୟ ଲାଭ କରେଇଛି। ସେଠି ଗୋଟେ ସେମିତିଆ କଥା ହେଇଛି, ସମାଧାନ ହେଇଛି ଟଲରାନ୍ସ ବଳରେ। ହଁ, ଆହୁରି ଗୋଟେ ବି ସେମିତିଆ ହେଇଛି। ଅମଡ଼ା ବାଟ ଯୋଉ ବସନ୍ତ କୁମାର ଦେବୀ, ତାଙ୍କର ଯୋଉ ଉପନ୍ୟାସ, ସେଇଟା ଗୋଟେ ଅମଡ଼ା ବାଟର। ସେଠି ସେମିତିଆ କନଫ୍ଲିକ୍ଟ ହେଇଛି। ଭାଉଜ ଏବଂ ଭଉଣୀ ଭିତରେ ସେ ସବୁ ସାଧାରଣ କନଫ୍ଲିକ୍ଟ ହେଇକିରି ସେ ସମାଧାନ ହେଇଯାଇଛି। ତେଣୁକରି ଏଇ ଯୋଉ ସାହିତ୍ୟରେ ଆମର ତ ସାହିତ୍ୟ ଦର୍ଶନ କେମିତି ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ସେ କଥା ଶୁଣିଲ କିଛି ସମୟ ପୂର୍ବରୁ, ଆରମ୍ଭରେ ଶୁଣିଥିଲ। ଯୋଉ ସାହିତ୍ୟରେ ଦର୍ଶନ ନାହିଁ, ସେ ସାହିତ୍ୟ କାଳଜୟୀ ସାହିତ୍ୟ ହେଇପାରିବନି। ଏବଂ ଯୋଉ ଦର୍ଶନ ସାହିତ୍ୟ ଭଙ୍ଗିମାରେ ପ୍ରକାଶିତ ହେଇନାହିଁ, ସେଟା ଗ୍ରାହ୍ୟ ହେଇପାରିବନି। ତେଣୁକରି ସାହିତ୍ୟ ଏବଂ ଦର୍ଶନ ପରସ୍ପର ନିର୍ଭରଶୀଳ। ସେଇ ହିସାବରେ ଟିକେ ଟିକେ ସେଇ ଯୋଉଗୁଡାକ ଅଛି, ସୁନ୍ଦର ଜିନିଷ ଗୁଡ଼ିକ ନଭେଲ ମାନଙ୍କରେ ଅଛି, କି କୌଣସି ଭକ୍ତ କବି ମଧୁସୂଦନ ରାଓଙ୍କ କବିତାରେ, ଗୋପବନ୍ଧୁ ଦାସଙ୍କ କବିତାରେ, ଏଗୁଡ଼ା ସବୁ ରହିଛି। ଟିକେ ପଢ଼ିବା ଦରକାର। ବିଶେଷ ଯୋଉମାନେ ଟିଚିଂ ପ୍ରଫେସନରେ ରହିଲେ, ଏଗୁଡ଼ାକ ଛାଡ଼ିକିରି ସେମାନେ କ'ଣ ଇମ୍ପ୍ରୁଭ୍ କରିପାରିବେ? ବିଶେଷ କରି ଫିଲୋସଫି ପଢ଼ିଲା ବେଳକୁ ସେ ସବୁଗୁଡ଼ାକ ମନକୁ ଆସିବନି, ସେ ମଡ଼େଲ ଗୁଡ଼ାକ। ନାଇଁ ନା? ଆଜ୍ଞା ସାର୍। ତେଣୁକରି ଏଗୁଡ଼ା ଟିକେ ଦେଖିବ। ଆଉ ଯାହା ସବୁ ଆଲୋଚନା ହେଲା ସେଦିନ ଏବଂ ଆଜି, ତାକୁ ଟିକେ ମନେ ମନେ ଗୁଣିଥିବ। ଯଦି ରେକର୍ଡିଂ ପ୍ରୋଭାଇଡ କରନ୍ତା, ଆଉ ଥରେ ପରେ ଶୁଣିବ ଯଦି ବେଳେ ହୁଏ। ଆଜ୍ଞା ତାପରେ ନେକ୍ସଟ କ୍ଲାସରେ ଆଲୋଚନା କରିବା ଜଷ୍ଟ ୱାର୍ କୋଉଟା, ପୁଣି ଅନଜଷ୍ଟ ୱାର୍ କୋଉଟା, ଏବଂ ପିସ୍ ରିଜଲ୍ୟୁସନ୍, କନଫ୍ଲିକ୍ଟ କୋଉଟା, ପିସ୍ ରିଜଲ୍ୟୁସନ୍ କେମିତି ହବ, ସେସବୁ ଆଗାମୀ 2ଟା କ୍ଲାସରେ ସେଟା ଆମେ ଦେଖିବା। ନା ନାଇଁ? ଆଜ୍ଞା ସାର୍। ଆଜ୍ଞା ବର୍ତ୍ତମାନ ତ ସାର୍। ସେଦିନ ଭଳିଆ 4 ମିନିଟ୍ ସମୟ ବାକି ଅଛି। ଆଉ ଏଇଠୁ ଆଜ୍ଞା ବନ୍ଦ କରିବା, ପୁଣି କାଲି ଭେଟ ହବ ଆଉ। ଆଜ୍ଞା ସାର୍। ଥ୍ୟାଙ୍କ ୟୁ ଅଲ୍ ସାର୍। ଦି ବେଷ୍ଟ, ଧନ୍ୟବାଦ ଗୁଡ୍ ବାଏ ସାର୍। ଫର୍ ନାଉ। ନମସ୍କାର। କାଲି ନମସ୍କାର ନାଁଟା ସାର୍। ବଦଳି ଦେଇଥିବ, ନାଁଟା ୟେସ୍ ବଦଳି ସାର୍। ଦେଇଥିବ। ଆଜ୍ଞା ସାର୍। ଲୋକଙ୍କୁ ଠିକ ଲାଗୁନି। ଆଜ୍ଞା ସାର୍। ନମସ୍କାର। ମଙ୍ଗଳମସ୍ତୁ। ସାର୍ ନମସ୍କାର। ଆଜ୍ଞା ସାର୍। ପ୍ରଣାମ ସାର୍। ପ୍ରଣାମ ସାର୍। ନମସ୍କାର। ଓହ ଓହ ଓହ